ओम नारायण नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयितं करोति भाषाणं वेदेगिरिं तत्कृपातमहं वन्दे परमानन्दमाधवं निरवकं सर्वगणितं फलमुषिकं भागवतोत्तमं संयुतं पुनोत भागवतं रसमालयं गुरो रसिकाभ्युवामुगाः ओं व्यासं वैष्णवतारं चक्रं प्रणतर्मशं पराशरात्मजं पद्मशिवतातं तपोनिधिं व्यासाय विष्णुरूपाय व्यासरूपाय विष्णवे नमो वै ब्रह्मनिधये वासिष्ठाय नमो नमः ओं श्री परमात्मने नमः ओं नमो भगवते वासुदेवाय। ବର୍ତ୍ତମାନ କାଲି ପାଖରେ ଟିକେ ରହିଯାଇଥିଲା ଦୋଷ, ତାହା ବର୍ତ୍ତମାନ ହେଲା କ'ଣ ତତ୍ତ୍ୱ ଗୁଡ଼ାକ ଏକ କିଏ 5 କିଏ 3 କିଏ 28 ବିଭିନ୍ନ ପ୍ରକାର କହିଛନ୍ତି। ଯେଉଁ ସତର ତତ୍ତ୍ୱ ଭାବରେ ଯେଉଁ କୁହାଗଲା ଯେ 5 ଜ୍ଞାନେନ୍ଦ୍ରିୟ, 5 ତନ୍ମାତ୍ର ଏବଂ 5 ମହାଭୂତ, 15 ଆତ୍ମା ଏବଂ ମନ 17। ଏ 17 ଭିତରେ କିନ୍ତୁ ଆମର କର୍ମେନ୍ଦ୍ରିୟ ଗୁଡ଼ାକ ନାହିଁ। ତେଣୁ ଏଇଟା ଗୋଟେ ସାମାନ୍ୟ ସନ୍ଦେହ ରହିଗଲା ବି ଲାଗିଲା। କର୍ମେନ୍ଦ୍ରିୟ ନାହିଁ ମାନେ ଏଠି ମନ କହିଦେଲେ 10ଟା ଇନ୍ଦ୍ରିୟ ପଳେଇ ଆସିଲା। କର୍ମେନ୍ଦ୍ରିୟ ଗୁଡ଼ାକର କିଛି ଜ୍ଞାନ ଅଛି, ଗୋଡ଼ ଚାଲିବ ତା ମନକୁ କ'ଣ ଚାଲୁଛି, ମନ କହୁଛି ସେଠିକି ଯାକି ଠିକ୍ ଯା ସେଠିକି ଯା ସେ ଚାଲୁଛି ନା। ତେଣୁ ମନ ଅଛି ମାନେ ମନର ଗୁଡ଼ାକ ଚାକର, ଯାହା ନିର୍ଦ୍ଦେଶ ଗୋଟେ ମଶା କେଟେ ବସିକି ଏଠି ଚୋବଉଛି କାନ୍ଧରେ, ସେଇଟା କ'ଣ ହାତ ଜାଣୁଛି ଏଇଠି ମଶା କାମୁଡ଼ୁଛି ସେଠିକି ଯିବି ବାଡ଼େଇବି? ମୋଟେ ତାର କିଛି ଜାଣିବାର ତାର କିଛିଟା ଜ୍ଞାନେନ୍ଦ୍ରିୟ ନୁହଁ, କର୍ମେନ୍ଦ୍ରିୟ। ତେଣୁ ମନ ବୁଝିଲା ଯେ ଏଇ ଜାଗାକୁ କାମୁଡ଼ୁଛି ଏବଂ ମନ ହାତକୁ ନିର୍ଦ୍ଦେଶ ଦେଲା, ହାତକୁ ତ ସିଧା ଚଲେଇଲା ସିଏ ଯେ ଆଉ ମନ ହିଁ ତାକୁ ନେଇକି ଯିବ ଯା ବାଡ଼ା ଏଠିକି, ସେଠିକି ବାଡ଼େଇଲା, ଏଠିକି ବାଡ଼େଇଲାନି, ଆଉ କୋଉଠିକି ବାଡ଼େଇନି। ତେବେ ଏଇଟା ହେଲା ଏଗୁଡ଼ା ସବୁ ମନର ଚାକର ପିଲା। ତେଣୁ ମନ ଅଛି ମାନେ ତା ଚାକର ତା ଜାଗାରେ ଅଛନ୍ତି। ଆଉ ଯୁଆଡ଼େ ଯାହା କହିବ ତୁ ଚାଲ ଯିବା ସେଠିକି ଚାଲିଲା, ହାତକୁ କହିଲା ଏଠିକି ବାଡ଼େଇଲା, ଏଇ ତ କଥା। ତେଣୁ କର୍ମେନ୍ଦ୍ରିୟ ଗୁଡ଼ାକ ଜବରଦସ୍ତ ମନ ଅଛି ମାନେ ପଳେଇ ଆସିବ। এই হিସାବରେ ତେଣୁ ଏଥିରେ ଆଉ କୌଣସି ଦୋଷ ରହିଲା ନାହିଁ। ତାପରେ ବର୍ତ୍ତମାନ ଏଠି ଆସିଥିଲା ଏକାଦଶ ସ୍କନ୍ଧ ଅଧ୍ୟାୟ 22। ପୁଣି ବର୍ତ୍ତମାନ ଉଦ୍ଧବ ପ୍ରଶ୍ନ କଲେ, ପ୍ରକୃତି ଏବଂ ପୁରୁଷ ଇଏ ଦୁଇ ଏଙ୍କର ଉପାଦାନ, ଏସବୁ ଭିନ୍ନ ଉପାଦାନ ଜଣା। ଇଏ ଯାହା ସେ ତାର ଉଲ୍ଟାଟା। ପ୍ରକୃତି ହିଁ ଜଡ଼ା, ପୁରୁଷ ଚୈତନ୍ୟ, ଗୋଟେ ଜଡ଼କୁ ଗୋଟେ ଚୈତନ୍ୟ ବସ୍ତୁ। କିନ୍ତୁ ପୁରୁଷ ପ୍ରକୃତିକି ଛାଡ଼ୁନି କି ପ୍ରକୃତି ପୁରୁଷକୁ ଛାଡ଼ୁନି। ଏ ପରସ୍ପର ମିଶିକି ରହୁଛନ୍ତି। ମିଶିକିରି ରହିବାରୁ ଦୁହେଁ ବ୍ୟକ୍ତ ହେଉଛନ୍ତି। ଗୋଟିକର ଅଭାବରୁ ଆଉ ଜଣେ ବ୍ୟକ୍ତ ହୋଇପାରିବ ନାହିଁ, ଅବ୍ୟକ୍ତ ଅବସ୍ଥାରେ ରହିବ। ଏ ବାବଦରେ ମୋତେ ଟିକେ ମୋର ଏଥିରେ ବହୁତ ସନ୍ଦେହ ରହୁଛି। କିଏ କାହାକୁ ଛାଡ଼ିବାର ନାହିଁ। ଆଉ ପ୍ରକୃତି ତ ମାୟା, ପୁରୁଷ ତା ଭିତରେ ରହୁଛି ମାୟାକୁ ଆଶ୍ରୟ କରିକି। ଏ ଶବ୍ଦରେ କୁହାହେଇଛି ମାୟାକୁ ଆଶ୍ରୟ କରି ପୁରୁଷ ରହୁଛି। ଏ ଶରୀର ଅଛି, এটা ପ୍ରକୃତି ତତ୍ତ୍ୱ, ଆତ୍ମା ଥିବାର ଜୀବାତ୍ମା। ତେଣୁ ଆତ୍ମା ହିଁ ଆଶ୍ରୟ, ଶରୀର ଆଶ୍ରିତ। କିନ୍ତୁ ଅନ୍ୟ ଦୃଷ୍ଟିରେ ଦେଖିବାକୁ ଗଲେ ବ୍ୟବହାର ଦୃଷ୍ଟିରୁ ଏଇଟା ତତ୍ତ୍ୱଜ୍ଞାନ। ବ୍ୟବହାରିକ ଦୃଷ୍ଟିକୋଣରୁ ଦେଖିଲେ ଶରୀରକୁ ଆଶ୍ରୟ କରିକି ଆତ୍ମା ୟା ଭିତରେ ଅଛନ୍ତି ନା କ'ଣ, ଏହା ବ୍ୟବହାର ଜ୍ଞାନ, ଏ ତତ୍ତ୍ୱଜ୍ଞାନ ନୁହେଁ। এই ପ୍ରକାର ପ୍ରଶ୍ନ ସୃଷ୍ଟି କଲେ ତେଣୁ ଏ ପ୍ରକାର ଯେଉଁ ମାୟା ବା ପ୍ରକୃତି ଏବଂ ହଟେଇବ କେମିତି ମଣିଷ? ତ ଦୁଇଟାକ ମିଶିକି ରହୁଛନ୍ତି ଏକାଠି, ଏଇସବୁ ମାୟା କଟିବ କେମିତି, ବ୍ରହ୍ମ ମିଳିବ କେମିତି? ତାପରେ ଭଗବାନ କହୁଛନ୍ତି ପ୍ରକୃତି ହିଁ ପୁରୁଷ ସ୍ଥିତି
विकल्प पुरुषर सह ईश वैकारिक सर्ग गुण व्यतिकरात्मन प्रकृति पुरुष मध्य प्रकृति माने शरीर पुरुष है आत्मा या भितर ये संपूर्ण पृथक जिनस गोटे चैतन्य गोटे जड़ आ सृष्टि आ प्रकृतिटा विकारग्रस्त पुरुष एक किंतु प्रकृति अनेक इत कथा गुण मान मध्य गुण जिते समान अवस्था रोचे से प्रकृति पुरुष सहित मिसी जा सीधा ईर्ष्या सृष्टि ना सृष्टि ना माने प्रकृति पुरुष सागे मिसी जापर महाकाल प्रभाव पुरुष अलगा कर दिखती जीवा परमात्मा एवं प्रकृति तापर तीन गुण महाकाल क्षुब्ध कर तीन गुण को बाहर पड़े संसार सृष्टि हुए तेणु सी बाटर चले मम अंग माया गुणमयी अनेक कथा मुझे कि मो मायाटा तीन गुण तैयारी सी अनेक 84 लक्ष विभिन्न जीवजंतु विभिन्न जातिर जीवजंतु सृष्टि कर पकाଉଛି मुझे एक मोर त्रिगुणात्मिका माया अनेक विकल्प बुद्धिश्च गुणे ही विधत्ते एवं जो विकल्प बुद्धि केवल तीन गुण हेतु विकल्प बुद्धि आसो आ गुण को नहीं तो बुद्धि हम कर्म हम तेणु गुण द्वारा गुण को लेकर माया तीन गुण को लेकर हो से माया अनेक एवं विकल्प बुद्धि देह सिद्ध विभिन्न प्रकार बुद्धि स्थिर रही मन अस्थिर बुद्धि स्थिर जिनस स्थिर कर स्थिर हम सी यदि मन अधीन रहा वैकारिक त्रिविध अध्यात्म एकम अथ अधिदैव अधिभूत अन्य सृष्टि विस्तार असीम होते भी यही विकारात्मक सृष्टि को तीन भाग विभक्त कराई गोटे आध्यात्मिक आदि दैविक एक आदि भौतिक सृष्टि तो अनेक असंख्य खाली 84 लक्ष विभिन्न जातिर जो गोटे गोटे जाति कोटि कोटि ये प्रकार अनेक सुड़ाक तीन भागे तीन भागे विभक्त जाइए आध्यात्मिक आदि दैविक आदि भौतिक दृक् रूपमार्कम वपुरत्र रंध्रेगे परस्परम सिद्ध्यति जह स्वपक्षे आत्मा जदिशांग अपरूज आद्य स्वयानुभूत्या क्षीण सिद्ध सिद्धि एवं तुगादि श्रवणादि चक्षु जुहादि नासादि आदि आदि तो गोटे लगे नासादि च चित्तारा जीवतम त्वक रूपम आर्कम बपुअत्र रंध्रे गोटे आम देखा गोटे इंद्रिय दृक् मैंने आखि नेत्र आखिटा है प्रत्येक पाखे अच्छे अध्यात्म आत्मान अधिकृत्य जह तिष्ठति प्रत्येक रूप भितर आखिटा अच्छे ना तेणु सीटा निज जिनस यहाँ अध्यात्म आत्मान अधिकृत्य मत आधार करके सी रही प्रत्येक व्यक्तिर आखि आधार कर रही आश्रय कर तेणु आखिटा है आध्यात्मिक जिनस रूप है अधिभूत दृश्यमान जगत है रूप इटा है अधिभूत भूत गुड़ाक अधिभूत माने दृश्य
ଯାହାକୁ ଦେଖିବାକୁ ଦୃଶ୍ୟମାନ ବସ୍ତୁ ଦେଖିବା ଜିନିଷ ଦେଖିବା ଲୋକ ହେଲା ଆଖି ଦ୍ରଷ୍ଟା ଆଖି ଦେଖୁଛି ଦେଖିବା ଜିନିଷ ଜଗତ ହେଲା କ'ଣ ଜଗତ ଆଖିଟା ହେଲା ଅଧ୍ୟାତ୍ମ ଜଗତଟା ହେଲା ଅଧିଭୂତ ଅଧିଦୈବ ହେଲା କିଏ ନା ସୂର୍ଯ୍ୟ ଅର୍କ ସୂର୍ଯ୍ୟ ଆଉ ସୂର୍ଯ୍ୟ ଥିଲେ ସିନା ଅନ୍ଧାର ହେଇଥିଲେ କ'ଣ ଇହଟା ଟିକେ ଅନ୍ଧାର ହେଇଯିବ କେତେ ଜିନିଷ ସବୁ ଥୁଆ ହେଇଛି କିଛି ଦିଶିବନି ଜିନିଷ ଅଛି ଆମକୁ ଦିଶିବାର ନାହିଁ এইটা ହେଲା ପାଠ ତେଣୁ ସେ ହେଲେ ଆଦି ଦୈବ ମାନେ ଦେବତା ଥାଇକି ଯାଇକିରି ହେବ ପ୍ରତ୍ୟେକ ଇନ୍ଦ୍ରିୟ ପାଇଁ ଜଣେ ଦେବତା ଅଛନ୍ତି ତେଣୁ ଆଖିର ଇନ୍ଦ୍ରିୟ ହେଲେ ଆଖି ଗୋଟିଏ ଦର୍ଶନ ଇନ୍ଦ୍ରିୟ ତାର ଦେବତା ସୂର୍ଯ୍ୟ ତେଣୁ ଏଇ ଗୋଟାକ ଇନ୍ଦ୍ରିୟକୁ ଆମେ ଖାପ ଖୁଆଇକି କହିଦେଲୁ ପ୍ରତ୍ୟେକ ଇନ୍ଦ୍ରିୟର ଯେଉଁ ଇନ୍ଦ୍ରିୟଟା ତ ଆମ ପାଖରେ ଅଛି ସେଟା ହେଲା ଅଧ୍ୟାତ୍ମ ଜଗତଟା ହେଲା ଆଖି ପାଇଁ ଜଗତ ହେଲା ଅଧିଭୂତ ଏବଂ ସୂର୍ଯ୍ୟ ହେଲେ ଅଧିଦୈବ ଆତ୍ମା ଯଦିଷା ଅପରୁଜ ଆଦ୍ୟ এই তিনোটি পারস্পরিক সাহায্য আবশ্যক কারণ এই তিন ন রহিলে কৌশি কার্যকলাপ হয়ে পারিব না আকাশে স্থিত সূর্যমণ্ডল এই তিনিঙ্ক উপরে নির্ভরশীলতার মুক্ত কিন্তু সূর্য অনেক আকাশে নাই ସିଏ ଏ ତିନି ଭିତରୁ ଉର୍ଦ୍ଧ୍ୱରେ ସେହିପରି ଆତ୍ମା ମଧ୍ୟ ହେଉଛି ଉପରୋକ୍ତ ତିନିଙ୍କର ମୂଳ କାରଣ ସେମାନଙ୍କର ସାକ୍ଷୀ ଓ ସେମାନଙ୍କର ଅତୀତ ଆତ୍ମା ନଥିଲେ ଆତ୍ମା ନଥିଲେ ଏ ଆଖି ଥାଇକି କ'ଣ କାମ କରିବ କି ଆତ୍ମା ଥିଲେ ସେଟା ବଞ୍ଚିକି ରହିକି କ'ଣ କରିବେ ଆତ୍ମା ନଥିଲେ ସବୁ ଜଡ଼ ମୃତ ଆଉ ଆଖି ଥାଇକିରି ବି ଦେଖିପାରିବନି ଆଖି ଥିବେ ସୂର୍ଯ୍ୟ ଥିବେ ଆଲୋକ ଥିବ କିନ୍ତୁ ଦେଖିବାର ପ୍ରଶ୍ନ ନାହିଁ ତେଣୁ ଆତ୍ମା ହିଁ ମୂଳ ଆତ୍ମା ରହିଲେ ଯାଇକି ଯାହା ହବ ସେମାନଙ୍କର ସାକ୍ଷୀ ଓ ସେମାନଙ୍କର ଅତୀତ ସେଇ ଆତ୍ମା ହିଁ ତାହାର ସ୍ୱୟଂ ସିଦ୍ଧ ଜ୍ୟୋତିରେ ସମସ୍ତ ପଦାର୍ଥକୁ ଆଲୋକିତ କରେ ଆତ୍ମା ଯଦି ସାଙ୍ଗ ପରୁଜ ଆଦ୍ୟ ଆଉ ପ୍ରଭୁ ତ ସେଇଆ କହିଛନ୍ତି ସୂର୍ଯ୍ୟ ଅଗ୍ନି ଯେତେ ଜ୍ୟୋତିର୍ମୟ ବସ୍ତୁ ଅଛି ଏ ସମସ୍ତଙ୍କର ଜ୍ୟୋତିଟା ମୁଁରେ ସୂର୍ଯ୍ୟଙ୍କର ଜ୍ୟୋତି ବା ତେଜଟା ମୁଁ ତେଣୁ ଆତ୍ମା ନିଜର ଜ୍ୟୋତି ବଳରେ ଏ ସମସ୍ତଙ୍କୁ ସକ୍ରିୟ କରୁଛନ୍ତି ସ୍ୱୟାନୁଭୂତ୍ୟା ଅଖିଳ ସିଦ୍ଧ ସିଦ୍ଧି ଆତ୍ମା ଅଛି ତ ଅନ୍ୟମାନେ ବି ଅଛନ୍ତି ଯେପରି ଚକ୍ଷୁର ତିନୋଟି ପ୍ରଭେଦ କଥା କୁହାଗଲା ଆତ୍ମା ନଥିଲେ ସୁନ୍ଦର କଥା କହିଲେ ଇନ୍ଦ୍ରିୟ ଅଛି ଆଲୋକ ବି ଅଛି ଦେଖିବା ବସ୍ତୁ ଅଛି କିନ୍ତୁ ଆତ୍ମା ନଥିଲେ ଜଡ଼ ହେଇବ ଆଉ କିଛି କାମ ହେବନି ତେଣୁ ଏ ସବୁଥିପାଇଁ ଆତ୍ମା ହେଉଛନ୍ତି ମୁଖ୍ୟ ଆତ୍ମା ଥିଲେ ଯାହା ହବ ଆତ୍ମା ନଥିଲେ କିଛି ହେବ ନାହିଁ ଯଦିଓ ଏଇ ତିନିକି ନେଇକିରି ସବୁ କାର୍ଯ୍ୟକଳାପ ଚାଲିଛି କିନ୍ତୁ ତା ଦେହରେ ମୁଖ୍ୟ ହେଉଛନ୍ତି ଆତ୍ମା ନଥିଲେ କିଛି ହେବନି ଏମିତି ଆମେ ଗୋଟିଏ ଉଦାହରଣ ଦେଇଦେଲୁ ସେମିତି ପ୍ରତ୍ୟେକ ଇନ୍ଦ୍ରିୟର ଅଧ୍ୟାତ୍ମ ଅଛି ତ୍ୱକ୍ ଶ୍ରବଣ ଚକ୍ଷୁ ଜିହ୍ୱା ନାସା ଏ ପ୍ରତ୍ୟେକ ଇନ୍ଦ୍ରିୟମାନଙ୍କର ଚିତ୍ତ ଆଦିର ମଧ୍ୟ ସେହିପରି ତ୍ରିବିଧ ପ୍ରଭେଦ ରହିଛି ଚିତ୍ତ ମଧ୍ୟ ତ୍ରିବିଧ ପ୍ରଭେଦ ରହିଛି ଚିତ୍ତରେ କି ଚିତ୍ତ ହେଲା ଆମ ଭିତର ଜିନିଷ ସେଟା ହେଲା ଅଧ୍ୟାତ୍ମ ଅଧିଭୂତ ହେଲା ଜଗତ ଆଗ ସବୁ ତ ଚିତ୍ତ ସବୁ ଚିନ୍ତା କରିପାରିବ ଚିତ୍ରର କାମ ହେଲା ଚିନ୍ତନ ତେଣୁ ଚିନ୍ତନଟା ଜଗତ ଆଗ ଚିନ୍ତା କରିପାରିବ ସେଥିରେ ସେଇଟା ହେଲା ଅଧିଭୂତ ଈଶ୍ୱର ଚିନ୍ତନ ବି କରିପାରିବ ଭଗବାନଙ୍କୁ ଚିନ୍ତା କରିପାରିବ ଜଗତ ଚିନ୍ତା ବି କରିପାରିବ କିନ୍ତୁ ଏ ସବୁଗୁଡ଼ାକ ଯାହା ତାର ଯାହା ସିଏ କରେ ସେଗୁଡ଼ା ତ ହେଲା ଅଧିଭୂତ ଆଉ
ଆଖି ଦେଖିବ, କାହାକୁ ଦେଖିବ? ଜଗତକୁ ଦେଖିବ। ଦୃଶ୍ୟମାନ ଜଗତ ହିଁ ତାର ଅଧିଭୂତ। ଠିକ୍ ସେମିତି ଚିତ୍ତର କାମ କ'ଣ ନା ଚିନ୍ତନ। ଈଶ୍ୱର ଚିନ୍ତନ କରିବ, ସଂସାର ଚିନ୍ତା କରିବ। ତେଣୁ ଏଇ ଚିନ୍ତନ ଗୁଡ଼ାକ ହେଲା ଅଧିଭୂତ। ଅଧିଦୈବ ବାସୁଦେବ, ଚିତ୍ତର ଦେବତା ହେଲେ ବାସୁଦେବ। ଆଉ ତେଣୁ ତିନି ସବୁଥିରେ ରହିବ, ଏମିତି ସମସ୍ତେ ଖପା ହବ। ଚିତ୍ତ ଅଛି, ବୁଦ୍ଧି ମଧ୍ୟ ସେଇଆ, ଅହଙ୍କାର ସେଇଆ, ସବୁ ଅହଙ୍କାରଟା ଆମର ଅଧ୍ୟାତ୍ମ ଏବଂ ମୁଁ ହେବା ଅଧିଭୂତ। ଦୈବ ହେଲେ ତାର ଅହଙ୍କାର ଦେବତା ସଂକର୍ଷଣ, ବୁଦ୍ଧିର ଦେବତା ହେଲେ ବ୍ରହ୍ମା, ବୁଦ୍ଧିର ବିଷୟ ହେଲା ନିଶ୍ଚୟାତ୍ମିକା, ଆଉ ବୁଦ୍ଧିଟା ଅଧ୍ୟାତ୍ମ, ଆଉ ବୁଦ୍ଧିଟା ଆମ ଭିତରେ ଅଛି, ଆଉ ବୁଦ୍ଧିଟା ଅଧ୍ୟାତ୍ମ। ଅଧିଭୂତ ହେଲା ନିଶ୍ଚୟାତ୍ମିକା ବୁଦ୍ଧି, ତାର ଯେଉଁଟା ଯାହାର କରିବାର ବିଷୟ ସେ ହେଲା ଅଧିଭୂତ। ଆଉ କ'ଣ ଅଧିଦୈବ ହେଲେ ତା ଯିଏ ବୁଦ୍ଧି ହେଲେ ବ୍ରହ୍ମା। ବ୍ରହ୍ମା ହେଉଛନ୍ତି ବିଶ୍ୱରୂପ ବା ବିରାଟ ପୁରୁଷଙ୍କର ବୁଦ୍ଧି। ଏ ବ୍ରହ୍ମା କହିଲେ ତାପରେ ବୁଦ୍ଧିର ଦେବତା ବି ପ୍ରଦ୍ୟୁମ୍ନ ବୋଲି କହୁଛନ୍ତି। ହଁ, ବୁଦ୍ଧିଟା ବ୍ରହ୍ମା ହେଲେ ବୁଦ୍ଧି କୋଉଠି? ପରମ ବ୍ରହ୍ମ ପାଇଁ। ତାଙ୍କ ବୁଦ୍ଧି ହେଲେ ବ୍ରହ୍ମା ବ୍ରହ୍ମଙ୍କ ପାଖରେ। ଆମ ପାଖରେ ବୁଦ୍ଧି ବ୍ରହ୍ମା ହେଇପାରିବନି, ଆମର ପ୍ରଦ୍ୟୁମ୍ନ। ସାଧାରଣ ଜଗତରେ ପ୍ରଦ୍ୟୁମ୍ନ ହେଉଛନ୍ତି ବୁଦ୍ଧି। କାରଣ ଚତୁର୍ଭ୍ୟ ବାସୁଦେବ, ସଂକର୍ଷଣ ହେଲେ ଅହଙ୍କାର, ବୁଦ୍ଧିର ପ୍ରଦ୍ୟୁମ୍ନ, ମନର ଅନିରୁଦ୍ଧ। ଦୁଇ ପାଠ ସରିଲା। ତାପରେ କ'ଣ ଦେଖିବା? ଯୋ ଅସౌ ଗୁଣ କ୍ଷୋଭ କୁଟୁ ବିକାର ପ୍ରଧାନ ମୂଳାନ ମହତଃ ପ୍ରସୂତ ଅହಂ ତ୍ରିବୃତ ମୋହ ବିକଳ୍ପ ହେତୁ ବୈକାରିକ ତାମସ ଐନ୍ଦ୍ରିୟଶ୍ଚ। ପ୍ରକୃତିରୁ ମହତ୍ତତ୍ଵ ବାହାରେ। ଯୋଶୁ ଗୁଣ କ୍ଷୋଭ କୃତ ବିକାର। ତିନି ଗୁଣର ସାମ୍ୟ ଅବସ୍ଥାଟାକୁ ପ୍ରକୃତି କୁହାଯାଏ। ତେଣୁ ପ୍ରକୃତି ଏବଂ ପରମାତ୍ମା ମିଶିକିରି ବ୍ରହ୍ମ ହୋଇଯାଇଥାନ୍ତି। ତାପରେ ବ୍ରହ୍ମ ଯେତେବେଳେ ବହୁତ ହେବାକୁ ଚାହାନ୍ତି, ସେ ଦୁଇ ହେବେ, ପରମାତ୍ମା ଏବଂ ପ୍ରକୃତି। ତେଣୁ ପ୍ରକୃତି କ'ଣ ହେବ? ତିନି ଗୁଣ ସମାନ ଅବସ୍ଥା ରହିଛି, ତାର ସୃଷ୍ଟି କେମିତି ହେବ? ଯଉଷୁ ଗୁଣ କ୍ଷୋଭ କୃତ ବିକାର। ଗୁଣକୁ କ୍ଷୁବ୍ଧ କରେଇବ କିଏ? ସେ ମହାକାଳ। କାଳର କାମ ହେଲା କ'ଣ ନା ସବୁ ଭିତରେ ଯିଏ ସମସ୍ତଙ୍କୁ ପରିବର୍ତ୍ତନ କରେଇଦିଏ ସିଏ ହିଁ ମହାକାଳରେ। ମହାକାଳର କାମ ହେଲା କେବଳ ପରିବର୍ତ୍ତନ କରିବା। କୌଣସି କାହାକୁ ଏଠି ସିଏ ସ୍ଥିର ଭାବରେ ରଖି ଦେଉନାହାନ୍ତି। କିନ୍ତୁ ପ୍ରଭୁ କେମିତି ସ୍ଥିର ହେଇକି ରହିଛନ୍ତି? ପ୍ରଭୁଙ୍କ ଉପରେ ତାଙ୍କର କିଛି ଅଧିକାର ନାହିଁ। ସିଏ ସମସ୍ତେ ପ୍ରଭୁଙ୍କ ଅଧୀନରେ। ତେଣୁ ମହାକାଳଙ୍କର ପ୍ରଭାବ ପ୍ରଭୁଙ୍କ ଉପରେ ନାହିଁ। ସିଏ ନିର୍ଦ୍ଦିଷ୍ଟ ସ୍ଥିତିରେ ସଦାବେଳେ ରହୁଛନ୍ତି। ତଦ୍ଭିନ୍ନ ଯାହା ବସ୍ତୁ ରହିଲା, ମାଇକ ବସ୍ତୁ, ତାକୁ ପ୍ରତି ମୁହୂର୍ତ୍ତରେ ବଦଳାଇବା ହିଁ ମହାକାଳଙ୍କର କାମ। ତେଣୁ ଏ ଗୁଣ ସ୍ଥାୟୀ ହେଇକି କେତେ ଦିନ ରହିବ? କିଛି ଦିନ ରହିଲା ପରେ ତା ଭିତରେ କ୍ଷୁବ୍ଧ ହେଲା, ପୁଣି ପରସେଣ୍ଟେଜ ଏପଟ ସେପଟ ହେଲା, ଆଉ ହେଲା କ'ଣ ସୃଷ୍ଟି ହେଲା, ବିକାର ସୃଷ୍ଟି ହେଲା। ବିକାର ସୃଷ୍ଟି ବୋଲେ କ'ଣ କି? ବିକୃତ ଅବସ୍ଥା। ଆଉ କ'ଣ? ପ୍ରକୃତି କ୍ଷୁବ୍ଧ ହେବା ଫଳରେ ବିକୃତି ଧଇଲା। ପ୍ରକୃତି ବିକୃତି ପ୍ରକୃତି ବିକୃତି। ସାଂଖ୍ୟ ଦର୍ଶନରେ ପ୍ରକୃତି ବିକୃତି କଥା କରାଯାଇଛି। ବିକାରଗ୍ରସ୍ତ ସିଏ। ତାପରେ ପ୍ରଧାନ ମୂଳାତ୍ ମହତ ପ୍ରସୂତ। ପ୍ରଧାନ କିଏ ସେ? ନା ପ୍ରକୃତି। ପ୍ରକୃତି କି ପ୍ରଧାନ କୁହାଯାଏ। ପ୍ରଧାନ କାହିଁକି କୁହାହେଲା? ବ୍ରହ୍ମ ତ ଅଛନ୍ତି, ସିଏ ପ୍ରଧାନ ନା? ବ୍ରହ୍ମ ସିଏ ତ ଚୈତନ୍ୟ ବସ୍ତୁ, ଯେତେବେଳେ ସେ ଅଛନ୍ତି। କିନ୍ତୁ ପ୍ରକୃତି ସଂସାର ସୃଷ୍ଟି ପାଇଁ ପ୍ରକୃତି ପ୍ରଧାନ। ସେ କାହାକୁ ଅପେକ୍ଷା କରେନି। ତାର ସେ ଅନେକ
ପାଞ୍ଚ ଭୌତିକ ଶରୀର ପୁରା ତାର ସେ ମଲା ଗୁଡ଼ାକ ତିଆରି କରି ପକାଏ ତାହା ଅପେକ୍ଷା ନାହିଁ। ତେଣୁ ସିଏ ହେଲେ ସଂସାର ପାଇଁ ପ୍ରଧାନ କାରଣ। ତେଣୁ ତାଙ୍କ ନାଁ ପ୍ରଧାନ। ପ୍ରଧାନ କୁହାଯାଏ ମୂଳ ପ୍ରକୃତି ବୋଲି କୁହାଯାଏ। ମୂଳ ବା ପ୍ରଧାନ ଆଉ ପ୍ରଧାନ ମୂଳାତ୍ ମହତ୍ଵ ପ୍ରସୂତ ତା ଦେହରୁ ମହତ୍ଵକୁ ଆସିଲା। ମୂଳ ବା ପ୍ରଧାନ ଯେଉଁ ପ୍ରକୃତି ଯିଏକି ସୃଷ୍ଟି ପାଇଁ ପ୍ରଧାନ ମୂଳ ମୁଖ୍ୟ ପ୍ରଭୁ ନିଜ ସୃଷ୍ଟି କରୁନାହାନ୍ତି ଏଇସବୁ କରୁଛି। ତାହେଲେ ହେଲେ କ'ଣ ହେବ ବୈକାରିକ ଏଥିରୁ ସତ୍ୟଗୁଣ ବିଶିଷ୍ଟ ମନ ଇନ୍ଦ୍ରିୟମାନଙ୍କର ଦେବତା ତୈଜସ ଏଥିରୁ ଶବ୍ଦେନ୍ଦ୍ରିୟ ତାପରେ ମହତ୍ଵ ଆସିଲା ମହତ୍ଵରୁ ଆସିଲା ଅହଙ୍କାର। ଅହଙ୍କାର ସେଠି କ'ଣ ହେବ ନା ତ୍ରିବୃତ ଅହଙ୍କାରଟା ତିନି ଭାଗରେ ହେଲା ସାତ୍ଵିକ ଅହଙ୍କାର ରାଜସିକ ଅହଙ୍କାର ତାମସିକ ଅହଙ୍କାର। ସାତ୍ଵିକ ଅହଙ୍କାର କିଏ ସୃଷ୍ଟି ହେଲେ ନା ଦେବତା ଗୁଡ଼ାକ ପ୍ରତ୍ୟେକ ଇନ୍ଦ୍ରିୟର ଦେବତା ଅଛନ୍ତି ନା ସେ ଦେବତାମାନେ ହେଲେ ସାତ୍ଵିକ ଅହଙ୍କାର ସୃଷ୍ଟି ଏବଂ ମନଟା ମୁଖ୍ୟ ଯେ ତେଣୁ ସାତ୍ଵିକ ଅହଙ୍କାରରୁ ମନ ବାହାରିଲା ଦେବତାମାନେ ବାହାରିଲେ। ବିକଳ୍ପ ହେତୁ ବୈକାରିକ ତାମସ ଇନ୍ଦ୍ରିୟଶ୍ଚ ତାପରେ ରାଜସ ଅହଙ୍କାରରୁ ଇନ୍ଦ୍ରିୟ ଅଷ୍ଟାକ ବାହାରିଲେ। ରଜଗୁଣର କାମ ହେଲା କ'ଣ କି କର୍ମରେ ପ୍ରବୃତ୍ତ କରିବା। ଇନ୍ଦ୍ରିୟ ଗୁଡ଼ା ଖାଲି ଘୋଡ଼ା ଦୌଡ଼ କରନ୍ତି କାମରେ ଲାଗିଥାନ୍ତି। ତେଣୁ ଇନ୍ଦ୍ରିୟ ଗୁଡ଼ାକ ହେଲେ ରାଜସିକ ଆଉ ତାମସିକ ପଞ୍ଚମହାଭୂତ ଏବଂ ତାର ବିଷୟ। ତାମସିକ ହେଲା ତାମସ ଜିନିଷଟା ତ ଅନ୍ଧାରା ଜିନିଷ ସ୍ଥୂଳ ଆଉ କ'ଣ ପଞ୍ଚମହାଭୂତ ତେଣୁ ସ୍ଥୂଳ ଗୁଡ଼ାକ ବାହାରିଲା ପୃଥିବୀ ଜଳ ତେଜ ବାୟୁ ଆକାଶ। ଅହଙ୍କାର ତେଣୁ ଅହଙ୍କାର ହେଉଛି ଅଜ୍ଞାନ ଓ ସୃଷ୍ଟିର ବିବିଧତାର ମୂଳ କାରଣ। ତେଣୁ ଏଇ ଯେଉଁ ମୂଳ ପ୍ରକୃତିରୁ ଆସିଲା ମହତ୍ଵରୁ ଆସିଲା ଅହଙ୍କାର। ତେଣୁ କେବଳ ଅହଙ୍କାର ହେଉଛି ଅଜ୍ଞାନ ଏବଂ ସଂସାର ଲଟପଟ କରିବା ପାଇଁ ଦାୟୀ। ଅହଙ୍କାର ଦୋଷଲା ଗୀତା କ'ଣ କହିଲେ କି ଅହଙ୍କାର ବିମୂଢ଼ାତ୍ମା କର୍ତ୍ତା ହରିତି ମନ୍ୟତେ। ଯେଉଁ ଆତ୍ମା ମାନେ ଜୀବାତ୍ମାଟା ଅହଙ୍କାରଗ୍ରସ୍ତ ହେଇଯାଉଛି ସିଏ ବି ଶେଷ ଭାବରେ ମୂର୍ଖ ହେଇଯାଉଛି ରେ। କାରଣ ଜୀବାତ୍ମା ହେଉଛନ୍ତି ବ୍ରହ୍ମ କିନ୍ତୁ ସେ ବ୍ରହ୍ମ ପଦାର୍ଥ ମୂର୍ଖ ହେଇଯାଉଛନ୍ତି ଆଉ ହବ କ'ଣ। ତେଣୁ ସଂସାର ସବୁ ମୁଁ କରୁଛି ମୁଁ ଭୋଗୁଛି ଚିନ୍ତା କରିକି ସେ ମଲା ମୁଁ ହେଇକି এই প্রকার চালা। তেমন অহংকার হচ্ছে সবু মুখ্য। অজ্ঞান আর সৃষ্টির বিবিধতা অহংকার হি সব করছে। অহংকার তো সব সৃষ্টি হচ্ছে। আত্মা পরিজ্ঞানময় বিবাদ ইহ স্থিতি নাস্তিতি ভেদার্থ নিষ্ঠা ব্যর্থপি নৈব পরবেত পুংসাং মত্ত পরাবৃত্ত ধ্যান শূন্যকাত। বলে আত্মা ହେଉଛି ଜ୍ଞାନ ସ୍ୱରୂପ ଅହଙ୍କାର ହେଉଛି ଅଜ୍ଞାନ ସ୍ୱରୂପ ଏବଂ ସବୁ ସୃଷ୍ଟିର ମୂଳ କାରଣ। ଆତ୍ମା ପରିଜ୍ଞାନମୟ ବିବାଦ ଆତ୍ମା ହେଉଛନ୍ତି ଜ୍ଞାନ ସ୍ୱରୂପ। ଆତ୍ମାର ପ୍ରାକୃତିକ ପଦାର୍ଥ ସହିତ କୌଣସି ସମ୍ପର୍କ ନାହିଁ। କି ଅସ୍ତି ଇତି ନାସ୍ତି ଇତି ଭେଦାର୍ଥ ନିଷ୍ଠା ତା ବିଷୟରେ କୌଣସି ବାଦ ବିବାଦର ପ୍ରଶ୍ନ ଉଠେନି। ଆତ୍ମା ଅଛି ନାହିଁ ଆତ୍ମାର ପ୍ରାକୃତିକ ବସ୍ତୁ ସହିତ କୌଣସି ସମ୍ପର୍କ ନାହିଁ କି ତା ବିଷୟରେ କୌଣସି ବାଦ ବିବାଦର ପ୍ରଶ୍ନ ବି ଉଠେ ନାହିଁ।
ଆତ୍ମା ପାଖରେ ବିବାଦର କିଛି ପ୍ରଶ୍ନ ନାହିଁ, କାରଣ ଆତ୍ମା ଏକ ଜ୍ଞାନମୟ। ସବୁ ବିବାଦର କାରଣ ହେଲା ଇଏ ମାୟା। ମାୟା ତ ଅନେକ ଏବଂ ଅସ୍ତି ନାସ୍ତି ତ ମାୟା ଆଉ, ସେ ଥାଇକିରି ନାହିଁ, ଅଛି ବୋଲି ନାହିଁ। ମାୟା ଅଛି ନାହିଁ, ତେଣୁ ଯେତେ ବାଦ ବିବାଦ ସେ ମାୟା ପାଖରେ ଅଛି। ଆତ୍ମା ପାଖରେ ମାୟା ଆତ୍ମା ତ ଏକ ଜିନିଷ ଆଉ ନିତ୍ୟ ବସ୍ତୁ, ତା ଦେହରେ ବିବାଦ ଆସିଲା ସିଏ ଏକ, କିନ୍ତୁ ଏ ମାୟା ଅନେକ ଏବଂ ବାଦ ବିବାଦ ପ୍ରଶ୍ନ ତାରି ପାଖରେ ଅଛି। ସିଏ ଅଛି ନାହିଁ, ସିଏ ସଗୁଣ ପୁଣି ନିର୍ଗୁଣ, ତ୍ରିଗୁଣାତ୍ମିକ ଏବଂ ଗୁଣର ଊର୍ଦ୍ଧ୍ୱରେ, ଭାବ ପୁଣି ଅଭାବ। ଆଉ ମାୟାଟା ସତ୍ୟ ପୁଣି ମିଥ୍ୟା, ନାହିଁ ମିଛ ବୋଲି କହିବନି, କିଛି ଗୋଟେ ତାର ସତ୍ତା ବି ଅଛି, ତେଣୁ ସତ୍ୟ ପୁଣି ମିଥ୍ୟା, ସବୁ ତ ଡୁପ୍ଲିକେଟ୍ ଇଏ ଆଉ ଇତ୍ୟାଦି ଏତେ ସବୁ ବାଦ ବିବାଦ ରହିଛି, ପ୍ରଭେଦ ଦର୍ଶନ ହେଉଛି, ସେ ସବୁର ମୂଳ କାରଣ। ମୂଳ କାରଣ ହୋଇଲେ ସେଇ ସବୁର ମୂଳ ହେଲା, ମୂଳ କାରଣ ହେଉଛି ଆମର ମାନେ ପ୍ରକୃତି। ଏଇଭଳି ବାଦ ବିବାଦର କୌଣସି ଅର୍ଥ ନାହିଁ, ତଥାପି ଯେଉଁମାନେ ମୋ ପ୍ରତି ବିମୁଖ ସେମାନେ ଏସବୁ ବିବାଦରୁ ମୁକ୍ତ ହୋଇପାରିବେ ନାହିଁ। ଇଏ ବାଦ ବିବାଦ ଭିତରେ ପ୍ରକୃତିରେ ଯିଏ ମୋ ସମ୍ପର୍କରେ ଜ୍ଞାନ ଅଛି, ବ୍ୟର୍ଥୋପି ନୈବ ପରମେତ ପୁଂସାଙ୍ଗି, ଏ ବାଦ ବିବାଦର କିଛି ଅର୍ଥ ନାହିଁ ରେ, ଏହାର ଦରକାର ନେଇ କିଛି। କିନ୍ତୁ ଯେଉଁ ଲୋକଟା ମତ ପରାବୃତ ଧ୍ୟାନ, ଯେଉଁମାନଙ୍କର ବୁଦ୍ଧି ମୋ ପାଖରେ ନାହିଁ, ମୋ ଚିନ୍ତା କରୁନାହାନ୍ତି, ଏ ସଂସାର ଭିତରେ ଲଟପଟ ରହୁଛନ୍ତି, ସେମାନେ ତ ଅଜ୍ଞତା ଭିତରେ ଅଛନ୍ତି ନା, ଅଜ୍ଞାନ ଭିତରେ, ତେଣୁ ବାଦ ବିବାଦଟା ସେଇମାନେ କରନ୍ତି। ପ୍ରକୃତ ଜ୍ଞାନୀ ଲୋକ ଯିଏ, ସିଏ ନୀରବ ରହେ, କାରଣ ସିଏ ବୁଝିଛି ଏ ବାଦ ବିବାଦରେ ଭଗବାନ ମିଳିବେନି, ଏଇଟା ବିତଣ୍ଡା ମୂର୍ଖଙ୍କ କାମ, ଏଥିରେ ଆମର ମୁଣ୍ଡ ଖର୍ଚ୍ଚ କରିବା ଦରକାର ନାହିଁ। ମତ ପରାବୃତ ଧ୍ୟାନ, ଯେଉଁମାନଙ୍କର ବୁଦ୍ଧିଟା ମୋ ଠାରୁ ଦୂରେଇକିରି ଅଛି, କେବଳ ସଂସାର ହେଇକି ଲଟପଟ ହେଉଛନ୍ତି, ସେଇମାନେ ହିଁ ବାଦ ବିବାଦ କରନ୍ତି। ଅନ୍ୟମାନେ ଏଇ ବିବାଦ ଭିତରେ ଜ୍ଞାନୀ ଲୋକ ତା ଭିତରେ ପଶିବନି, ତାର ଆବଶ୍ୟକ ନାହିଁ। ଉଦ୍ଧବ ବାଚ ତୋତଃ ପରାବୃତ ଧିୟ ସୁକୃତି କର୍ମଭି ପ୍ରଭୁ ଉଚ୍ଚାବଚ୍ଚାନ୍ ତଥା ଦେହାନ୍ ଉନ୍ନନ୍ତି କି ବିଶୃଣ୍ଣନ୍ତି ଚ। ଉଦ୍ଧବ ସାଙ୍ଗେ ସାଙ୍ଗେ କହୁଛନ୍ତି ହେଲା, ହେ ପ୍ରଭୁ ପରାବୃତ ଧିୟ ତୋତଃ, ଯେଉଁମାନେ ହେ ପ୍ରଭୁ ଆପଣଙ୍କ ଠାରୁ ଯେଉଁମାନଙ୍କର ବୁଦ୍ଧି ଦୂରରେ ଅଛି, ମାନେ ଆପଣ ସତ୍ତା ବି ଈଶ୍ୱର ଚିନ୍ତନ କରୁନି, ଏ ପ୍ରକାର ଅନାତ୍ମ ବସ୍ତୁକୁ ମୋର ବୋଲି ଜାବୁଡ଼ିକି ଯେଉଁମାନେ ମାଇକ ବସ୍ତୁ ମଧ୍ୟ ଗୋଡ଼େଇଛନ୍ତି, ସେଇମାନେ ସ୍ୱକୃତି ହିଁ କର୍ମ ବି, ସେ ଗୋଟେ ସାଂସାରିକ କର୍ମରେ ଲିପ୍ତ ରହିବେ, ପାପ ପୁଣ୍ୟ ମିଶ୍ରିତ କର୍ମ କରିବେ। ତେଣୁ କର୍ମ କରି କ'ଣ ହେବ ନା ଉଚ୍ଚାବତାନ ତଥା ଦେହାନ, ସେ ଶରୀର ଭୋଗିବେ ଆଉ କର୍ମ କରିବା ମାନେ ଫଳ ଭୋଗିବା ତ ଶରୀର ଧାରଣ ଆଉ। ତେଣୁ ଉଚ୍ଚ ନିଚ ଶରୀର ମାନେ ଜ୍ଞାନାଳ କଳିକତରାଠୁ ଆରମ୍ଭ କରି ବିଶ୍ଵା ଭିତରେ କୁର୍ମୀଠୁ ଆରମ୍ଭ କରି ହାତୀ ଘୋଡ଼ା ବାଘ ଗଛ ଲତା ଯାହା ପାଇଁ ସବୁ ହେବେ, ଶରୀର ଛାଡ଼ୁଥିବେ ଆଉ ସେ ଧରୁଥିବେ। ତନ୍ ମମାଖ୍ୟା ହି ଗୋବିନ୍ଦ ଦୁର୍ବିଭାବ୍ୟଂ ଅନାତ୍ମଭିଃ ନ ଇହେତତ୍ ପ୍ରାୟଶଃ ଲୋକେ ବିଦ୍ୱାଂସଃ ସନ୍ତି ବଞ୍ଚିତାଃ। କହିଲେ ହେ ଗୋବିନ୍ଦ, ଯେଉଁମାନେ ଆତ୍ମଜ୍ଞାନ ରହିତ ସେମାନେ ତନ୍ ଦୁର୍ବିଭାବ୍ୟଂ ଅନାତ୍ମଭିଃ,
ଯେଉଁମାନେ ଅନାତ୍ମ ବ୍ୟକ୍ତି ମାନେ ଆତ୍ମଜ୍ଞାନ କିଛି ନାହିଁ, ଅନାତ୍ମ ବସ୍ତୁ ପଛରେ ଗୋଟେଇଛନ୍ତି। ଅନାତ୍ମ ବସ୍ତୁ ମାନେ ସଂସାର, ଆତ୍ମା ବିହୀନ ସଂସାର ଭିତରେ ଯେଉଁମାନେ ଦୌଡ଼ୁଛନ୍ତି, ସବୁ ମୋର କହିକିରି ଘର ଦ୍ୱାର ସ୍ତ୍ରୀ ପିଲା ମୋର 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 ହେଇକିରି ଅନାତ୍ମ ବସ୍ତୁକୁ ମୋର ବୋଲି ଜାଉଡ଼ିକି ଧରିକି ଗୋଟେଇଛନ୍ତି, ସେମାନେ ନ ହିତ ପ୍ରାୟଶଃ ଲୋକେ ସେମାନେ ଏ ସଂସାର କଥା, ଈଶ୍ୱର କ'ଣ ସଂସାର କ'ଣ ତାକୁ କିଛି ସଠିକ୍ ଭାବରେ ଜାଣିପାରୁନାହାନ୍ତି। ବିଦ୍ୱାଂସ ସନ୍ତି ବଞ୍ଚିତା। ଅପରପକ୍ଷରେ ଏହି ବିଷୟ ଜାଣିଥିବା ବିଦ୍ୱାନମାନେ ମଧ୍ୟ ସଂସାରରେ ପ୍ରାୟ ମିଳନ୍ତି ନାହିଁ। ଆଉ ବିଦ୍ୱାନ କେତେ ଜଣ ଅଛନ୍ତି? ଗୋଟିଏ ତ ଗୋଟିଏ ନଥିବେ, ମିଳିବେ କେଉଁଠି? ତେଣୁ ବିଦ୍ୱାନମାନ ସଂଖ୍ୟା କମ୍ ହୋଇଥିବାରୁ ଇଏ ଅନାତ୍ମ ବସ୍ତୁ ପଛରେ ଗୋଡ଼େଇବା ଲୋକଙ୍କ ସଂଖ୍ୟା ଅଧିକା, ବିଦ୍ୱାନମାନଙ୍କ ସଂଖ୍ୟା ଆଙ୍ଗୁଠିରେ ଗଣିଲା ବି ଗୋଟେ ଗୋଟେ କାଁ ବାହାରିଥିବେ। ତେଣୁ ସେମାନେ ହିଁ ମିଳନ୍ତିନି। ସମସ୍ତେ ଆପଣଙ୍କ ମାୟା ଖାପଉଥିଲେ ଯେମିତିକା ଆଦି ଭୌତିକ। ତେଣୁ ସବୁ ମାୟା ଭିତରେ ସମସ୍ତେ ପଡ଼ିକି ଛଟପଟ ହେଉଛନ୍ତି। ତେଣୁ କୃପା କରି ଆପଣ ହିଁ ମୋତେ ଏହି ରହସ୍ୟଟି ବୁଝେଇ ଦିଅନ୍ତି। ବିଦ୍ୱାନ କିଏ? ଯୋଉଗୁଡ଼ାକ ଈଶ୍ୱର ସମ୍ପର୍କରେ ଜ୍ଞାନ ଅଛି। ଆଉ ଚିତ୍ତ ବିଦ୍ୱାନ ଚିତ୍ତ କିଏ? ଚିତ୍ତ ଭିତରେ ପାଠ ନାହିଁ। ଯେଉଁମାନଙ୍କର ଆଧ୍ୟାତ୍ମିକ ଜ୍ଞାନ ଅଛି, ଅନାତ୍ମ ବସ୍ତୁ ଏବଂ ଆତ୍ମବସ୍ତୁ, ଯେଉଁମାନେ ଅନାତ୍ମ ମାନେ ଆତ୍ମା ବ୍ୟତୀତ ସାଂସାରିକ ବସ୍ତୁ ଗୁଡ଼ାକ ସ୍ତ୍ରୀ ପିଲା ଘର ଟଙ୍କା ପଇସା ମୋର ବୋଲି ଜାବୁଡ଼ିକି ବସିଛନ୍ତି, ସିଏ ହେଲେ ବଦ୍ଧଜୀବ, ଅନାତ୍ମ ବସ୍ତୁ ମୋର ବୋଲି କହୁଛନ୍ତି। ସେମାନେ ହେଲେ ସେମାନେ କିଛି ଜାଣିପାରୁନାହାନ୍ତି। ବିଦ୍ୱାନ ସିଏ ଯିଏ ଅନାତ୍ମ ବସ୍ତୁକୁ ତୁଚ୍ଛ ମନେ କରି ଛି କରିଦେଇଛନ୍ତି ଏବଂ ଆତ୍ମା ହିଁ ସର୍ବଶ୍ରେଷ୍ଠ ଧ୍ୟେୟ ଏଇଟାକୁ ଚିନ୍ତା କରିଛନ୍ତି, ସିଏ ହେଲେ ବିଦ୍ୱାନ। ତେଣୁ ସେମାନେ ସଂଖ୍ୟା ତାଙ୍କର କମ୍, ତାଙ୍କୁ କୋଉଠିକି ପାଇବ। ତେଣୁ ତଥାପି ସେମାନେ ମଧ୍ୟ ଜଗତର ମାୟା ପଛରେ ଗଢ଼ିଛି, ସେମାନେ ତାକୁ ବାରଣ କରିକି ରହିଲେ ମଧ୍ୟ ସଠିକ୍ ମୁକ୍ତି ପାଇପାରୁନାହାନ୍ତି। ତେଣୁ ମୋତେ କୃପା କରିକିରି କହନ୍ତୁ ଏ ସଂସାର ବନ୍ଧନରୁ କେମିତି ଲୋକ ମୁକ୍ତି ହେବ। କାରଣ ଯେହେତୁ କିଏ କିଛି ଜାଣିପାରୁନି, ଆଉ ବିଦ୍ୱାନମାନେ ବି ଜାଣିପାରୁନାହାନ୍ତି। ସବୁ ବୁଝୁଥିବେ କିନ୍ତୁ ବୁଝିକିରି ବୁଝିପାରୁନାହାନ୍ତି। ଶ୍ରୀ ଭଗବାନ ବାଚ ତାହେଲେ ମନ କର୍ମ ଭୟଂ ନୃଣାଂ ଇନ୍ଦ୍ରିୟ ହିଁ ପଞ୍ଚଭି ଯୁକ୍ତମ୍। ଇଏ ମନଟା ହେଲା କର୍ମମୟ। ମନ ନିର୍ଦ୍ଦିଷ୍ଟ ହେଇକି ବସିପାରିବନି। ଏଇଟା ସରିଲେ ସେଠିକି ଯିବି, ସେଟା ଏଠି କାମ ଅଛି, ଏଠି କାମ, ଇଏ ଖାଲି ତ କର୍ମମୟ। ମନ କିଛି ନୁହେଁ, ଖାଲି କାମ ଉଠେ। ତା ଭିତରେ ଅନେକ କାମନା ବାସନା ପରିପୂର୍ଣ୍ଣ ହେଇକି ରହିଛି। ଏଇଟା ହେବ, ସେଇଟା ହେବ, ସେଇଟା ହେବ, ସେଇଟା ହେବ। ଦିନ ଆଗ ଲାଗିଲେ ବି ସେ କାମ ସରିବନି। ତେଣୁ କର୍ମ ମନ କର୍ମମୟ ନୃଣାୟ। ପ୍ରତ୍ୟେକ ନର ଇନ୍ଦ୍ରିୟ ହିଁ ପଞ୍ଚଭି ଯୁକ୍ତମ। କାରଣ ଇନ୍ଦ୍ରିୟ ପାଞ୍ଚଟା ଜ୍ଞାନେନ୍ଦ୍ରିୟକୁ ଧରିକିରି ମନ କର୍ମରେ ରତ ରହୁଛି। ପାଞ୍ଚ ଇନ୍ଦ୍ରିୟ 5 ପ୍ରକାର କାମ ନା, 12 ପ୍ରକାର କାମରେ ସେ ବ୍ୟସ୍ତ ସଦାବେଳେ। ଆଉ ଲୋକମ୍ ପ୍ରୟାତ୍ୟନ୍ୟ ଆତ୍ମା ତଦନୁବର୍ତ୍ତତେ। ତେଣୁ ଏହି ପ୍ରକାର ମନଟା 5 ଜ୍ଞାନେନ୍ଦ୍ରିୟକୁ ନେଇ ସାଂସାରିକ କର୍ମରେ ଲିପ୍ତ ରହୁଥିବାରୁ ପାପ ପୁଣ୍ୟ ମିଶ୍ରିତ କର୍ମ କରୁଛି। ସେ କର୍ମର ଫଳ ଭୋଗିବା ପାଇଁ ଲୋକମ୍ ଆଜି ମର୍ତ୍ତ ଲୋକ କେତେବେଳେ ଦେବତା ହେଇଗଲାଣି, କେତେବେଳେ କୁର୍ମୀ କୀଟ ହେଇକି ପୃଥିବୀ ଭିତରେ କୀଟ ପତଙ୍ଗ ହେଇକି ରହିଲାଣି, କେତେବେଳେ କ'ଣ ହେଉଛି। ଲୋକରୁ ଲୋକକୁ ବୁଝୁଛି। ପ୍ରୟାତି ଅନ୍ୟ ଆତ୍ମା ତଦନୁବର୍ତ୍ତତେ। ତେଣୁ ଆତ୍ମା କ'ଣ କରିବ? ଆତ୍ମା ନିଜକୁ ନିଜେ ଚିହ୍ନି ପାରୁନି। ମୁଁ କିଏ? ସେ କାଲି କି କଥା କହିଲେ, ଏ ଉପରେ କହିଲେ ଚିହ୍ନି ପାରୁନି ସେ ନିଜକୁ ନିଜେ। କାହିଁକି? ମାୟା ଏତେ ଭୟଙ୍କର ଯେ ପ୍ରଭୁ ବସିକି ହସୁଛନ୍ତି, ଗଲେ ମାୟା ଧନ୍ୟ, ଯାହା କରୁଛୁ କହିଲା, ମୁଁ ଖାଲି ଦେଖୁଛି।
ମୋ ମାୟା ମମ ମାୟା ଦୂରତ୍ୟା ମାୟା କେତେ ଭୟଙ୍କର ମାୟା କି ଭୟଙ୍କର କ'ଣ ତୁ କରୁଛୁ କିରେ ମୁଁ ବି ତୋତେ ଅଟକଳ କରିପାରୁନି ତାକୁ ମଜା ଲାଗୁଛି ଯେ ମୁଁ ମୋତେ ଚିହ୍ନି ପାରୁନି ଜୀବାତ୍ମାଟା ମୋର ଅଂଶ କିନ୍ତୁ ମୋଠୁ ବାହାରିକି ଦେଇଛି ମୋତେ କିନ୍ତୁ ସେ ଚିହ୍ନି ପାରୁନି ମାୟା ମୋ ମାୟା ଧନ୍ୟ ତୁ କି କଥା କହୁଛୁ ମୋ ମାୟା ଏତେ ଭୟଙ୍କର ଯେ ମୁଁ ବି ତାକୁ ଜାଣିପାରୁନି ଜୀବାତ୍ମାଟା ମୋରି ଅଂଶ ନା କିନ୍ତୁ ସେ ମୋ ମାୟାକୁ ବୁଝିପାରୁନି କି ମାୟାକୁ ହଟେଇ ମୋ ପାଖକୁ ଆସିପାରୁନି এইটা ଦେଖିବୁ ଏଇଟା ହେଲା ପ୍ରଭୁଙ୍କୁ ମଜା ଲାଗେ ତେଣୁ ଏକ ଅଛନ୍ତି ବହୁତ ହେଇକିରି ଇଏ ମଜା ଦେଉଛନ୍ତି କାଁ ଭାଁ କିଏ ଆସୁଥିଲେ ମଧ୍ୟ ତାକୁ ପ୍ରଭୁ ଦେଖୁଛନ୍ତି ପୁଣି ସେ ଖସି ପଡ଼ୁଛି ତଳକୁ କେମିତି ନା ମହାରାଜା ଭରତ ଯେମିତି ମୃଗ ମାୟାରେ ପଡ଼ିକିରି ଆଉ ଥରେ ଗୋଟେ ଜନ୍ମ ନେବା ଯେ ଗଲା ଏଇ ତ କଥା ତେଣୁ ପ୍ରଭୁ ମଜା ଦେଖୁଛନ୍ତି ଆତ୍ମାଟା କିଙ୍କର୍ତ୍ତ ବିମୂଳ ହେଇଯାଉଛି ମନ ମୁଁ ମୋର ହେଇକିରି କର୍ମେନ୍ଦ୍ରିୟମାନଙ୍କୁ ଜ୍ଞାନେନ୍ଦ୍ରିୟମାନଙ୍କୁ କର୍ମରେ ରତ ରହୁଛି ରହିକିରି ବିଭିନ୍ନ ଯୋନିରେ ଜନ୍ମଗ୍ରହଣ କରିକି ପାପ ଭୋଗୁଛି ଆତ୍ମା ଜବରଦସ୍ତ ଯାଉଛି ତା ସାଙ୍ଗରେ ଧ୍ୟାୟନ ମନ ଅନୁବିଷୟାନ୍ ଦୃଷ୍ଟାନ୍ ବାନୁଶ୍ରୁତାନଥ ଉଦ୍ୟତ ସିଦତ କର୍ମତନ୍ତ୍ରଂ ଶ୍ରୁତି ତଦୃଶ୍ୟାମ୍ ସାମ୍ୟତି ବୋଲେ ମନ କର୍ମର ଅଧୀନ ମନ ଖାଲି ତ କର୍ମ ଗୁଡ଼େ କରିବ କର୍ମର ଅଧୀନରେ ମନ ଥାଏ ସେ ଇହଲୋକ ଏବଂ ପରଲୋକ ସମ୍ବନ୍ଧରେ ଶୁଣୁଥିବା ବା ଦେଖୁଥିବା ନାନା ବିଷୟ ନେଇ ସର୍ବଦା ଚିନ୍ତା କରିବାରେ ଲାଗିଥାଏ ଇହଲୋକରେ ଗୋଟେ କର୍ମ କରୁଛି ପରଲୋକ କଥା ଶୁଣୁଛି ମଧ୍ୟ ତେଣୁ ଇହଲୋକ ପରଲୋକର କଥାକୁ ଚିନ୍ତନ କରିକି ମନ ସଦାବେଳେ କର୍ମ ଚିନ୍ତାରେ ବ୍ୟସ୍ତ ରହେ ବିଷୟାନ୍ ଦୃଷ୍ଟାନ୍ ବା ଅନୁଶ୍ରୁତାନ୍ ଦେଖୁଥିବା ବିଷୟ ଶୁଣୁଥିବା ବିଷୟ ଚିନ୍ତା କରିକି ମନ ପାଗଳ ହେଉଛି ଉଦ୍ୟତ ସିଦତ କର୍ମତନ୍ତ୍ରମ୍ ତେଣୁ କେବଳ ନୂଆ ବିଷୟ ଆସିଯାଏ ତେବେ ସେ ପୁରୁଣା କଥା ଭୁଲିଯାଇ ନୂଆ ବିଷୟରେ ଲାଗିଯାଏ କର୍ମତନ୍ତ୍ର ଶ୍ରୁତି ହିଁ ତଦନୁ ସାମ୍ୟତି କିଛି ନୂଆ ଜିନିଷ ଆସିଗଲେ ଭଟ୍ଟ ମହାରାଜା କ'ଣ କଲେ ଧ୍ୟାନସ୍ଥ ହେଇକିରି ଏକାଗ୍ରତାରେ ବସିକିରି ସମାଧିସ୍ଥ ହେଇଯାଇଥିଲେ ପ୍ରଭୁଙ୍କୁ ପାଇ ସାରିଥିଲେ କିନ୍ତୁ ନୂଆ ବିଷୟ ମିଳିଗଲା କିଏ ହରିଣ ଛୁଆ ସେଥିରେ ଏମିତି ଲାଗିଗଲେ ଯେ ତାଙ୍କ ଧ୍ୟାନ ଭଗ୍ନ ହେଇଗଲା ସେ କ'ଣ କରୁଥିଲା ତାଙ୍କର ମନେ ପଡ଼ିଲାନି ତେଣୁ ପ୍ରକୃତ କିଛି ବିଷୟ ପାଇଗଲା ପରେ ମନ ନିଜକୁ ମଧ୍ୟ ଭୁଲିଯାଏ କ'ଣ କରିବ ବୋଲି ସେ ଜାଣିପାରେନି ପାଗଳଟା ଇଏ ହେଲା ପାଠ୍ୟକ୍ରମ ବିଷୟା ବିନିବେଶେନ ନାତ୍ମାନଂ ଯତ୍ ସ୍ମରେତ ପୁନଃ ମନ ବିଷୟକୁ ସ୍ମରଣ କରିକିରି ଏତେ ବିଷୟ ଆସକ୍ତ ହେଇଯାଏ ଯେ ମନଟା ବିଷୟମୟ ହେଇଯାଏ ଖାଲି ସଂସାରମୟ ହେଇଯିବ ଆତ୍ମାନ ନ ତତ୍ ସ୍ମରେତ ପୁନଃ ତେଣୁ ଆତ୍ମଚିନ୍ତନ ସେ କରିପାରେ ନାହିଁ ମୁଁ ଗୋଟିଏ ଆତ୍ମା ମୋର କର୍ତ୍ତବ୍ୟ ହେଲା ପରମାତ୍ମାକୁ ପାଇବା ଇଏ ଜ୍ଞାନ ତାର ହୁଏନି ଖାଲି ତ ବିଷୟ ଚିନ୍ତା ତେଣୁ ଜନ୍ତୁ ବଇ କସ୍ୟ ବିଦ୍ଧେ ତୁ ମୃତ୍ୟୁ ଅତ୍ୟନ୍ତ ବିଶ୍ରୁତି ଏପରି ହେଉ ହେଉ ଆଉ ପୂର୍ବଜନର ଶରୀର ଆଦୌ ସ୍ମରଣକୁ ଆସେ ନାହିଁ ତ ବିଷୟ ଅନେକ ବିଷୟ ଗୋଟେ ଆଡ଼େ ଆଗେଇ ଗଲା କି ଆଉ ଗୋଟେ ବିଷୟ ତାର ମନେ ନଥିବ ତେଣୁ ଗୋଟେ ଆଉ ଜନ୍ମ ହେଇଗଲା ପରେ ସେ ଜନ୍ମରେ କ'ଣ କରିବ ସେ ଆଗେଇ ହେଇଥିଲେ ପଛ ଜନ୍ମ କଥା ସେ ଭୁଲିଯାଏ ନହେଲେ ମନେ ରଖିପାରନ୍ତା କ'ଣ କର୍ମ କରିବି ତ ମନେ ପଡ଼ୁନି ଓହୋ କ'ଣ ଗୋଟେ କରିବାର ଥିଲା
ଆମେ ଇଏ ପଳାଇ ଆସିଲେଣି ଗୋଟେ କ'ଣ କାମ ପାଇଁ ଆମେ ଏଠିକି ଆସିଲେ କିନ୍ତୁ ମନ ଏଡ଼େ ବିଚଳିତ ଯେ ଏଠିକି କାହିଁକି ଆସିଲେ ପୁଣି ମନେ ପଡ଼ିବନି। ସେଠି ମନ ଠିଆ ହେଇକି ଭାବିବା କୁଆଡ଼େ ଆସିଲି କିରେ, ଏଠି କାହିଁକି ମୁଁ ଆସିଛି, କାମ କ'ଣ ଜାଣିପାରିବନି, ପୁଣି ଥରେ ତଳ ଆଡ଼େ ଯିବ, ପୁଣି ମନେ ପଡ଼ିଲେ ଆଉ ଥରେ ଏଠିକି ଆସିବ। ତେଣୁ ଏ ପ୍ରକାର ହେଲା ମନର ସ୍ଥିତି। ଯେଉଁ ମନ ଏତେ ଭୋଳା ଆଉ ସେ ଜନ୍ମ ହେଲା ପରେ ଏମିତି ମାତିଯାଏ ସଂସାର ଭିତରେ ଯେ ପୂର୍ବଜନ୍ମ କ'ଣ ସେ ଭୁଲିଯାଏ। ଆଉ ଏଇଠି ତ ଆମେ ଅନୁଭବ କରୁଛେ ଗୋଟେ କାମ ପାଇଁ ଆମେ ଏଇ ତଳୁ ଏଇଯାଏ ଆସିଲେ କିନ୍ତୁ କ'ଣ ବି ଆସିଲେ ମନେ ପଡ଼ୁନି, ପୁଣି ଥରେ ପଳାଉଛେ ଆଉ ଘଡ଼ିଏ ଛାଡ଼ିକିରି ମନେ ପଡ଼ୁଛି ଆରେ ଏଠି ବି ଯାଇଥିଲେ ରେ କିନ୍ତୁ ଏମିତିକି ପଳାଇ ଆସିଲେ କିଛି ଜାଣିପାରିଲେନି। ଏଇ ପ୍ରକାର ମନର ସ୍ଥିତି। ତେଣୁ ସେ ପୂର୍ବଜନ୍ମ କଥା ସେଥିପାଇଁ ଭୁଲିଯାଏ, ନହେଲେ ସେ ଜାତିସ୍ୱର ହୁଅନ୍ତା। ସ୍ଥିରତା ତ ନାହିଁ ଆଉ ପାଗଟା ଚଗଲାଟା ଆଉ ବାର୍ତ୍ତାଟା ମନ ଏଇ ବାପା। ତେଣୁ ସେ ଏମିତି କାମ କରେ, ଗୋଟେ କେଉଁ କାମ କରିଚାଲିଛି ବୋଲେ ଆଉ ଗୋଟେ କାମ ସିଆଡ଼େ ବାକି ପଡ଼ିଗଲାଣି, ସେଟା ତାର ଆବଶ୍ୟକ କରିବା ଏ ଆଉ ମନେ ରଖିବା ରେ ଟୀକା ଲାଗିଗଲି ସେଟା ରହିଗଲା। ଆଉ এইটা হল মন স্বরে যন্ত্র বই কস্য বিদ্ধেতু মৃত্যু অত্যন্ত বিশ্রুতি। এইপরি হেউ হেউ ପୂର୍ବଜନ୍ମର ଶରୀର ଆଦୌ ତାଙ୍କୁ ସ୍ମରଣକୁ ଆସେ ନାହିଁ। ଯେକୌଣସି କାରଣ ନିଜର ପୂର୍ବ ଶରୀରକୁ ସମ୍ପୂର୍ଣ୍ଣ ଭୁଲିଯିବାର ନାମ ହିଁ ମୃତ୍ୟୁ। ତାପରେ ତ ମୃତ୍ୟୁ ପଳାଇ ଆସେ। ମୃତ୍ୟୁ ପଳାଇ ଆସିଲା ପରେ ପୂର୍ବ ଶରୀରକୁ ଭୁଲି ଯିବାକୁ ବାଧ୍ୟ ହୁଏ। ପୂର୍ବ ଶରୀରକୁ ଭୁଲିଯିବା ହିଁ ମୃତ୍ୟୁ। ସୁନ୍ଦର କଥା କହିଲା। ମୃତ୍ୟୁ ଅତ୍ୟନ୍ତ ବିସ୍ମୃତି। ଅତ୍ୟନ୍ତ ବିସ୍ମୃତିର ନାମ ହେଉଛି ମୃତ୍ୟୁ। ଭଲ ଭାବରେ ଭୁଲିଯିବା। ହେଲା ଆମର ମନ ଝଗଡ଼ାଟା ଆମେ କିଛି ବି ଅନୁଭବ କରୁଛେ। ଗୋଟେ କ'ଣ କାମ ପାଇଁ ଘରେ ପଶିଗଲେ କିନ୍ତୁ ସେ ମନ ଏତେ ଏଇଟା ହେବ ସେଇଟା ଅନେକ କଥା ଭାବୁଥିବ। ତେଣୁ ସେଠି ପହଞ୍ଚିଲା ପରେ କ'ଣ କାମ କରିବା ଆମେ ଜାଣିପାରିବାନି, ପୁଣି ଲେଉଟିକି ପଳାଉଥିବା। କୁଆଡ଼େ ଯାଇଥିଲି ଏଠିକି କ'ଣ ପାଇଁ ଗଲି ନା ଆଉ କାହାକୁ ପଚାରିବ ନାଇଁ ଏଇଟା ଆଣିବାକୁ ପରେ ସେଠି ଯାଇଥିଲୁ ଆଉ କ'ଣ ପୁଣି ଥରେ ଯିବ କି କ'ଣ କରିବ। ତେଣୁ ଏଇଠି ମନ ଏଇ ପ୍ରକାର ଚଗଲାଟା ଆଉ କିନ୍ତୁ ତଥାପି ସେ ଏପଟ ହେଇକି କ'ଣ କରୁଛି କିନ୍ତୁ ମୃତ୍ୟୁ ଅତ୍ୟନ୍ତ ବିସ୍ମୃତି। ମୃତ୍ୟୁ ହେଇଗଲା ପରେ ସମ୍ପୂର୍ଣ୍ଣ ବିସ୍ମରଣ ହେଇଯିବ। ସେଥିପାଇଁ ସେ ଜାତିସ୍ୱର ହେଇପାରୁନି। ଆଉ ଜନ୍ମ ତ୍ୱାତ୍ମତୟା ପୁଂସ ସର୍ବଭାବେନ ଭୂରିଦ ବିଷୟ ସ୍ୱୀକୃତି ପ୍ରାହୁ ଯଥା ସ୍ୱପ୍ନ ମନୋରଥ। ହେ ଉଦ୍ଧବ, ମନୁଷ୍ୟ ସ୍ୱପ୍ନାବସ୍ଥାରେ ଦେଖୁଥିବା ଶରୀର ସଙ୍ଗେ ମୁଁ ମୋର ଭାବ ରଖି ସେଥିରେ ତଲ୍ଲୀନ ହେବା ଫଳରେ ଯେପରି ସ୍ୱପ୍ନର ସୁଖ ଦୁଃଖ ଅନୁଭବ କରେ। ସୁନ୍ଦର କଥା। ଜନ୍ମ ତ୍ୱାତ୍ମତୟା ପୁଂସ ସର୍ବଭାବେନ ଭୂରିଦ ବିଷୟ ସ୍ୱୀକୃତି ପ୍ରାହୁ ଯଥା ସ୍ୱପ୍ନ ମନୋରଥ। ସ୍ୱପ୍ନ ମନୋରଥ ଆମେ ସ୍ୱପ୍ନ ଦେଖୁଛେ, ଗାଢ଼ ନିଦ ହେଇନି। ସ୍ୱପ୍ନ ଅବସ୍ଥାରେ ଆମେ ଯାହା ଦେଖୁଛେ ସେଇଟା ଆମର ମୁଁ ମୋର ଭାବରେ ତା ଭିତରେ ଆମେ ବୁଡ଼ି ଯାଉଛେ। ଏଇଟା ପ୍ରକୃତରେ ମୁଁ ଅନୁଭବ କରୁଛି, ଏଇଟା ମୋର, ଏଇ କର୍ମଟା ମୋର, ମୁଁ ଦେଖୁଛି କରୁଛି। ଏଇ ପ୍ରକାର ଭାବରେ ବୁଡ଼ିଯିବା ହେତୁରୁ ସେ ସ୍ୱପ୍ନଟା ଆମକୁ ସତ୍ୟ ବୋଲି ଭାବେ, ଆମକୁ ଜଣାପଡ଼େ ସତ୍ୟ ବୋଲି ଭାବେ ଏବଂ ଚିତ୍କାର କରେ। ସ୍ୱପ୍ନ ସୁଖ ଦୁଃଖ ଆମେ ଅନୁଭବ କରେ। ଠିକ୍ ସେମିତି ଜାଗ୍ରତ ଅବସ୍ଥାରେ ନାନା ପ୍ରକାର ମନୋରଥ କରି ସୁଖୀ ଦୁଃଖୀ ବି ହୁଏ। ସ୍ୱପ୍ନରେ ବଂଶ ଯେମିତି ସ୍ୱପ୍ନ ସହିତ ଏକାକାର ହୋଇଯିବାର ମନ ସ୍ୱପ୍ନଜନିତ ଦୁଃଖ ସୁଖକୁ ଅନୁଭବ କରେ, ସେମିତି ଜାଗ୍ରତ ଅବସ୍ଥାରେ ମଧ୍ୟ ମନ ସୁଖ ଦୁଃଖ ସହିତ ମିଶି ସୁଖ ଦୁଃଖ ଅନୁଭବ କରେ। ଦେହକୁ ଏହି ଦେହ ମୁଁ ଓ ଏହା ମୋର ଦେହ, ଦେହ ହେଉଛି ମୁଁ, ଏ ଦେହଟା ମୋର ବୋଲି ସ୍ୱୀକାର କରିବା ହିଁ ମନୁଷ୍ୟର ଜନ୍ମ। ଜନ୍ମ
ତ୍ୱାତ୍ମତୟା ପୁରୁଷ। এই ଶରୀରଟା ମୁଁ। ଶରୀରଟା ମୁଁ ଜନ୍ମତୁ ଆତ୍ମତୟା। ଶରୀରଟା ମୁଁ ବୋଲି ଚିନ୍ତା କରିବା ଫଳରେ ଶରୀର ହେଇଛି ମୁଁ ବୋଲି ତାର ଜନ୍ମ ହେଉଛି। ସେଥିପାଇଁ ଶରୀରକୁ ଭୁଲିଯିବା ହେଲା ମୃତ୍ୟୁ, ଶରୀରକୁ ଚିନ୍ତା କରିବା ହେଲା ଜନ୍ମ। ଆଉ କ'ଣ ଏ ଶରୀରଟା ମୋର, ମୁଁ ମୋର, এই ଭାବରେ ଚିନ୍ତା କରୁଥିବା ହେତୁ ମୁଁ ମୋର ଶରୀରକୁ ମୁଁ ମୋର ବୋଲି ଚିନ୍ତା କଲେ ତା ନା ଜନ୍ମ, ଆଉ ଶରୀରକୁ ଭୁଲିଯିବା ହେଲା ମୃତ୍ୟୁ। ସୁନ୍ଦର ଭାବରେ କହୁଛନ୍ତି, ସବୁ ଭୁଲିଯିବା ହେଲା ମୃତ୍ୟୁ। ତେଣୁ ସ୍ୱୟଂ ମନୋରଥଂ ବ୍ୟର୍ଥଂ ପ୍ରାକ୍ତନଂ ନ ସ୍ମରତ୍ୟସୌ ତତ୍ର ପୂର୍ବମିବାପାଦଂ ଅପୂର୍ବଂ ଚାନୁପଶ୍ୟତି। ସ୍ୱପ୍ନ ବା ମନୋରଥରେ ମଜି ଯାଇଥିବା ଜୀବ ଯେପରି ତାର ପୂର୍ବ ସ୍ୱପ୍ନର ବା ପୂର୍ବ ମନୋରଥର ଶରୀରକୁ ସ୍ମରଣ କରେ ନାହିଁ। ସ୍ୱୟଂ ମନୋରଥଂ ବ୍ୟର୍ଥଂ ପ୍ରାକ୍ତନଂ ନ ସ୍ମରତି ଅସୌ। ଆମେ ସ୍ୱପ୍ନ ଦେଖୁଛେ, ସେଇଟା ସିଏ ମନେ ରହିଲା, ଆଉ ମାସେ 15 ଦିନ ମନେ ରହିବ, କିଛି ସମୟ ମନେ ରହିବ, ସେଇଦିନ ମନେ ରହିବ, ଏଇଆ କଥା। ତାପରେ ଆଉ ସେଟା କିଛି ମନେ ରହିବ। ସ୍ୱପ୍ନଟା କିନ୍ତୁ ଦେଖିଲା ବେଳେ ସତ୍ୟ ବୋଲି ଲାଗୁଥିଲା। ସେମିତି ଆମେ ଗୋଟେ ଶରୀର ପାଇଛେ, ଶରୀର ପାଇକିରି କର୍ମ କଲେ ଶରୀର ତ୍ୟାଗ ହେଇଗଲା, ମଲା ପରେ ଶରୀର ଭୁଲି ଯାଉଛି। ଶରୀର ସବୁ ଯେମିତି ସ୍ୱପ୍ନ ଭାଜିଗଲା ପରେ ଆମ ଯାହା ଦେଖୁଥାଏ ସେଟା ମିଥ୍ୟା ବୋଲି ପ୍ରମାଣ ହେଇଯାଏ। ସେମିତି ଜାଗ୍ରତ ଅବସ୍ଥାରେ ମଧ୍ୟ ଆମେ ଯେଉଁ ବିଭିନ୍ନ କଥା ଦେଖୁଛେ ସେ ବି ସ୍ୱପ୍ନ ଭଳିଆ, ଏବଂ ସ୍ୱପ୍ନ ଯେମିତି ମିଥ୍ୟା ବୋଲି ଆମେ ଭୁଲି ଯାଉଛେ, ସେମିତି ଜାଗ୍ରତ ଅବସ୍ଥାରେ ଦେଖୁଥିବା ସ୍ୱପ୍ନକୁ ମଧ୍ୟ କେଉଁ ଶରୀର ଆମେ ପାଇଛେ କ'ଣ ନାହିଁ ସେଗୁଡ଼ାକ ଆମେ ଭୁଲି ଯାଉଛେ। ବର୍ତ୍ତମାନ ଶରୀରରେ ରହିଥିବା ଜୀବ ସେହିପରି ପୂର୍ବଜନ୍ମର ଶରୀରକୁ ସ୍ମରଣ କରିପାରୁନାହିଁ। ଯେମିତି ସ୍ୱପ୍ନଟା ଆମ ପାଇଁ ମିଥ୍ୟା ହେଇଯାଉଛି, ସେମିତି ଜାଗ୍ରତ ଅବସ୍ଥାରେ ରହି ଆମେ ଯେଉଁ ସ୍ୱପ୍ନ ଦେଖୁଛେ ଶରୀର ପୂର୍ବ ମନୋରଥର ଶରୀର, ସ୍ୱପ୍ନ ବେଳେ ଗୋଟେ ଶରୀର ଆମକୁ ଦିଶେ କିନ୍ତୁ ସେଟା ମିଥ୍ୟା ହେଇଯାଏ। ସେମିତି ପୂର୍ବ ଶରୀର ବର୍ତ୍ତମାନ ଶରୀରରେ ରହିଥିବା ଜୀବ ପୂର୍ବ ଶରୀର କଥାକୁ ଭୁଲିଯାଏ। ସେ ସ୍ୱୟଂ ଏହି ଜୀବ ପୂର୍ବରୁ ରହି ଆସିଥିବା ଜୀବାତ୍ମା ହୋଇଥିଲେ ବି ନିଜକୁ ସମ୍ପୂର୍ଣ୍ଣ ନୂତନ ବୋଲି ଧରି ବସେ। ଇଏ ଅନେକ ଶରୀର ଧରିକିରି ବର୍ତ୍ତମାନ ଆମେ ମଣିଷ ଶରୀରରେ ଅଛେ, କିନ୍ତୁ ଏ ଜୀବାତ୍ମା ମଧ୍ୟ ମୁଁ ଅନେକ ଶରୀର ଧରିଥିଲି ଏଇଟା ଚିନ୍ତା କରିପାରେନି। ଯେମିତି ଆମେ ସ୍ୱପ୍ନକୁ ଭୁଲି ଯାଉଛେ, ତେଣୁ ଏଇ ସଂସାରଟା ସ୍ୱପ୍ନ ଭଳିଆ, ଜାଗ୍ରତ ଅବସ୍ଥାରେ ଥିଲେ ବି ସ୍ୱପ୍ନ ଭଳିଆ। ଆମେ ମଣିଷ ପୂର୍ବଜନ୍ମରେ କ'ଣ ଗୋଟେ ହେଇଥିଲେ ସେଇଟା ଆମ ମନରେ ଅଛି ନା ନାହିଁ ଜାଣି, କିନ୍ତୁ ମନରେ ରହିପାରୁନି, କାହିଁକିନା ମୃତ୍ୟୁ ହେଇଗଲା ପରେ ସେ ସବୁ ଭୁଲି ହେଇଯାଉଛି। ଯାହାଫଳରେ ଆଉ ସେ ସ୍ମରଣକୁ ଆସିପାରୁନାହିଁ। ଇନ୍ଦ୍ରିୟାୟନ ସୃଷ୍ଟି ଇନ୍ଦ୍ରିୟାୟନ ସୃଷ୍ଟିଦಂ त्रैविध्यम भाति वस्तुनि बहि अंतर्विदा हेतु जनहं असज्जन यथा। आत्मा ହେଉଛି ଏକ ଅଦ୍ୱିତୀୟ ଅଖଣ୍ଡ। ଏଥିରେ କୌଣସି ପ୍ରକାର ବାହ୍ୟ ବା ଆଭ୍ୟନ୍ତରୀଣ
ପ୍ରଭେଦ ନାହିଁ। ଇନ୍ଦ୍ରିୟାୟନ ସୃଷ୍ଟି ଇଦମ୍ ଏ ସୃଷ୍ଟିଟା ଇନ୍ଦ୍ରିୟକୁ ନେଇକି ହେଇଛି। ତ୍ରୈବିଧ୍ୟମ ଭାତି ବସ୍ତୁନି। ଆତ୍ମାର ଜନ୍ମ ନାହିଁ କି ମୃତ୍ୟୁ ନାହିଁ। ଏବଂ ଆତ୍ମା ଏକ ଅଦ୍ୱିତୀୟ ଅଖଣ୍ଡ, ଖଣ୍ଡ ଖଣ୍ଡ ହବାର ନାହିଁ। ଜନ୍ମ ମୃତ୍ୟୁ ନାହିଁ, ଏକ। ମନ ହିଁ ଏପରି ଭେଦ ବୁଦ୍ଧି ରଖେ। ତେଣୁ ମନ ହେଉଛି ଏପରି ଭେଦ ବୁଦ୍ଧିର ମୂଳ କାରଣ। କିନ୍ତୁ ମନ ତ ଅନେକ ଚିନ୍ତା କରିବ, ଅନେକ କଥା। ତେଣୁ ମନ ଭିତରେ ଭେଦ ବୁଦ୍ଧି ରହୁଛି। ଯେପରି ଭେଦ ବୁଦ୍ଧିର ମୂଳ କାରଣ ହେଉଛି ମନ। ଇନ୍ଦ୍ରିୟ ମାନେ ମନର ଆଶ୍ରୟରେ ରହନ୍ତି। ମନର ଆଶ୍ରୟରେ ରହନ୍ତି ଇନ୍ଦ୍ରିୟ। ମନ ଯାହାକୁ ଯାହା ନିର୍ଦ୍ଦେଶ ଦେବ ସେ ଅନୁସାରେ କରିବ। ଗୋଡ଼ ଚାଲିବ ବୋଲି ତା ମନକୁ ଅନୁସାରେ ମନ କହିଲେ ବସିଛି ଚାଲ ଯିବା ଚାଲ। ମନ ନିର୍ଦ୍ଦେଶ ନହେଲା ପର୍ଯ୍ୟନ୍ତ କୌଣସି ଇନ୍ଦ୍ରିୟ କିଛି କରନ୍ତିନି। ତେଣୁ ମନକୁ ଆଶ୍ରୟ କରିକି ଇନ୍ଦ୍ରିୟମାନେ ରହିଛନ୍ତି ଏବଂ ମନ ତାକୁ ସମସ୍ତଙ୍କୁ ଚଳେଇକି କାମ କରୁଛି। ଇନ୍ଦ୍ରିୟମାନଙ୍କର ମାଲିକ ରଜା। ଆଉ ମନ ହିଁ ନାନା ପ୍ରକାର କଳ୍ପନା ଜଳ୍ପନା କରେ। ମନ ହେତୁ ହିଁ ଆତ୍ମାର ଜନ୍ମ। ଇଏ ମନ ହିଁ ଆତ୍ମାକୁ ଜନ୍ମ ଦେଉଛି। ଜନ୍ମ ଦେଉଛି କ'ଣ କି? ମାନେ ଏ ଭିତରେ ଆମ ଆତ୍ମା ଅଛି। ଇଏ ଯାଇକିରି ଆଉ ଗୋଟେ ଶରୀର ଭିତରେ ବସୁଛି। କାରଣ ମନ ତାକୁ ବାଟ ଛାଡ଼ୁନି। ମନ ହିଁ ଜୀବାତ୍ମା ଏବଂ ପରମାତ୍ମାଙ୍କ ଭିତରେ ପାଚେରୀ ହେଇକି ଠିଆ ହେଇଯାଉଛି। କହୁଛି ବାପା ସିଆଡ଼େ ଯାଆନି, ମୋ ସାଙ୍ଗେ ପଳେଇବା, ବୁଝିବା ସଂସାର ଭିତରେ, ବଢ଼ିଆ ମିଠା ଏଇ ଭିତରେ। ଏ ଭିତରେ ଅନେକ ଭୋଗ୍ୟ ବସ୍ତୁ ଅଛି, ତାକୁ ଭୋଗ କରିବା। ଆଉ ତାକୁ ଦେଖିକି ପୁରା ପ୍ରେମ ଠିକ୍ ଅଛି, ମୁଁ କର୍ତ୍ତା ଆଉ ମୁଁ ଭୋକ୍ତା। ମନକୁ ମାଧ୍ୟମ କରିକିରି କର୍ତ୍ତା ଭୋକ୍ତା ସାଜୁଛି ଆତ୍ମା। କିଛି ନୁହଁ, ସବୁ ମନ ହିଁ କର୍ତ୍ତା ଭୋକ୍ତା। କିନ୍ତୁ ଜୀବାତ୍ମାକୁ ଜବରଦସ୍ତ କର୍ତ୍ତା ଭୋକ୍ତା ସଜେଇ ଦେଉଛି। ତାମାନେ ସେ କିଛି କରୁନାହାନ୍ତି, ଜୀବାତ୍ମା ଚୁପ୍ ବସୁଛନ୍ତି। ମନ ତାଙ୍କୁ ବାଟ ଛାଡ଼ୁନି, ଆପଣ ନିଜକୁ ଚିହ୍ନୁନାହାନ୍ତି, ପରତାକୁ ଯାଇପାରୁନାହାନ୍ତି। ତ ସବୁ ମୂଳରେ ମନ ରହିଛି। କାରଣ ଇଏ କିଛି ବୁଝେନି। ଯାହା ବୁଝିଥିବ ସେୟା ଠିକ୍ ବୋଲି ଜାଣିବ, ଭୁଲଟାକୁ ଠିକ୍ ବୋଲି, ସବୁ ଭୁଲକୁ ସେ ଠିକ୍ ବୋଲି ବୁଝେ। ଏବଂ ଆତ୍ମା ଭଳିଆ ସତ୍ ବସ୍ତୁ ମଧ୍ୟ ଏତେ କ୍ଷମତା ତାର ଅଟକେଇ ଦିଏ। ଚୁପ୍ ବସ, ପରମାତ୍ମା ଆମକୁ ଯିବା ଦରକାର ନାହିଁ। ଆରେ ଏଇ ଭିତରେ ଦୁନିଆ ଜିନିଷ ଅଛି, ଏଇଟା ଭୋଗ କରିବା ପାଇଁ ଆମେ ସୃଷ୍ଟି ହେଇଛେ ନା। ତେଣୁ ମୋ ସାଙ୍ଗ ହେଇଯା। ଆତ୍ମା ଏବଂ ମନ, ମନକୁ ଆତ୍ମା ବୋଲି କୁହାଯାଉଛି। ଆଉ ଏକାକାର ହେଇଯାନ୍ତି। ଆତ୍ମା ମନକୁ ଟପିକିରି କୁଆଡ଼େ କିଛି କରିବାର ପ୍ରଶ୍ନ ନାହିଁ। ଆତ୍ମା ସ୍ୱତନ୍ତ୍ର ସ୍ୱାଧୀନ। ମନ ଚୁପ୍ କଲେ ବସିଯିବ, କାହା ଅଧୀନରେ ସେ ନୁହନ୍ତି। କିନ୍ତୁ ସେ ସ୍ୱଳ୍ପ ଶକ୍ତି ସମ୍ପନ୍ନ ହେଇଥିବାରୁ ମନ କ'ଣ ପରମାତ୍ମା ଉପରେ ପ୍ରଭାବ ପକାଇ ପାରିବ? ତା ପାଖ ବସିବନି, କାରଣ ଜଳିଯିବ ସେ। ଆଉ ଏଇଠି ଶକ୍ତିହୀନ, ଇଏ କମ୍ ଶକ୍ତି ସମ୍ପନ୍ନ। ଯେମିତି ଅଗ୍ନି ସ୍ଫୁଲିଙ୍ଗ, ଅଗ୍ନି କଣିକା, କ୍ଷମତା କମ୍। ତେଣୁ ସିଏ ମନ ତାକୁ ଚୁପ୍ କରିଦିଅନ୍ତି, ଭୋଗ କରିବା ଆସେ। ଆଉ ସିଏ ପରମାତ୍ମା ଚିନ୍ତନ ଦରକାର। ଏ ପ୍ରକାର ହେଇକିରି ମନ ଯୋଗୁଁ ହିଁ ଜୀବାତ୍ମା ଜନ୍ମ ନିଅନ୍ତି। ସୁନ୍ଦର କଥା କହିଲେ। ଜୀବାତ୍ମା ଆଉ ଗୋଟେ ଶରୀର ଧରିକି ଯେଉଁ ଜନ୍ମ ନିଅନ୍ତି, ସେ ମନ ଦ୍ୱାରା ହିଁ ହେଉଛି। ହେଲା, ବହି ଅନ୍ତର। ଆତ୍ମା କିନ୍ତୁ ଅଖଣ୍ଡ ଅଦ୍ୱିତୀୟ। ସେ ତାଙ୍କର ଜନ୍ମ ମୃତ୍ୟୁ ନାହିଁ। କିନ୍ତୁ ମନ ଏମିତି ପ୍ରଭାବଶାଳୀ ଯେ ସେ ଆତ୍ମା ପରମାତ୍ମାକୁ ଚିହ୍ନିବା ହେଲା ତାଙ୍କର କାମ। ସେ ତାକୁ ଚିହ୍ନି ପାରନ୍ତି ନାହିଁ। ଇଏ ମଝିରେ ପାଚେରୀ ହେଇକି ଠିଆ ହେ, ସେପଟକୁ ତେବେ ଯାଇପାରିବୁ। ତୁମେ ଥିଲେ ମୁଁ କାମ କରିବି ନା, ତୁମକୁ ଛାଡ଼ିକି ତ କରିପାରିବିନି କିଛି ନା।
କିନ୍ତୁ ମୋ ମନ ତୃପ୍ତ ହୋଇ ମୋ ମନ ତ ନିଜେ କହିବ ମୁଁ ସଂସାର ଭୋଗିବା ପାଇଁ ସୃଷ୍ଟି ହେଇଛି, ଆଗ ତୃପ୍ତି ହେବା ଦରକାର ଭୋଗ କରିକି ଯାଉ। ତେଣୁ ତୁମେ ଚୁପ୍ ବସିକି ମୋତେ ସାହାଯ୍ୟ କର, ସରିଲା ଆଉ। ଆତ୍ମା କିଛି କରିବାର ନାହିଁ। ତେଣୁ ଆଉ ତୁ କ'ଣ ତୁ କରିଥାଉ ଭୋଗିବୁ, ଫଳ ହୋଇବୁ, ପରେ ପାପ ପୁଣ୍ୟ ବିଶୁଦ୍ଧ କରକୁ ଭୋଗୁଛୁ ରେ ବାପା। କିଏ ଭୋଗିବ ଯେ? ଆତ୍ମା ସିନା ଆତ୍ମା ହିଁ ଭୋଗେ। ତାର ଜିନିଷଟା କ'ଣ ହେଲା, ଚୈତନ୍ୟ ଶକ୍ତି ହିଁ ଭୋଗେ, ହଁ ନା ନାହିଁ? ମଲା ସରୁଆଟାକୁ ପିଟିବା ହାଣିବା କ'ଣ ତାର ହବ? ଆମକୁ ପିଟିଲେ ଆମ କାଟୁଛି ନା ନାହିଁ ଆତ୍ମା ଥିବାରୁ। ତେଣୁ ଆତ୍ମା ହିଁ ଚୈତନ୍ୟ ଶକ୍ତି। ତେଣୁ କଷ୍ଟଟା ଶରୀର ମାଧ୍ୟମରେ ଆତ୍ମାକୁ ହୁଏ। ତେଣୁ ଆତ୍ମା ଭୋଗେନି ବୋଲି କୁହାଯାଉଛି, କିନ୍ତୁ ସବୁ ଭୋଗୁଛି ମଧ୍ୟ। ଆଉ ଭୋଗୁନି କ'ଣ ପଡ଼ିବ? ଆମେ କାହା ମନ ଭୋଗୁଛି। ଆରେ ମନ ଭୋଗୁଛି କେମିତି ଭୋଗୁଛି? ଆମେ ଏମିତି କହୁଛେ ମନ ହିଁ ଭୋଗୁଛି, ଆତ୍ମା କିଛି ଭୋଗୁନାହାନ୍ତି। ମନ ସେ କରେଣ୍ଟଟା ଚାର୍ଜ ହେଇଯିବା ଫଳରେ ମନ ଭୋଗୁଛି, ଆତ୍ମା ତାଙ୍କ ବାଟରେ ଅଛନ୍ତି ଚାର୍ଜ କରିଦେଇକି। ମନ ତ ଜୀବାତ୍ମା, ମନ ହିଁ ଜୀବାତ୍ମା ତେଣୁ କୁହାଯାଉଛି ଆଉ। ଏଇ ପ୍ରକାର ହେଇକି ରହିଲା। ତେଣୁ ମନ ହିଁ ଜୀବାତ୍ମାକୁ ଅନ୍ୟ ଗୋଟେ ଘୋଳରୁ ଆଉ ଗୋଟେ ଘୋଳକୁ ନେବା ପାଇଁ ମନ ହିଁ ଦାୟୀ, ମନ ହିଁ ପ୍ରକାର। ନିତ୍ୟଦା ହ୍ୟଙ୍ଗ ଭୂତାନି ଭବନ୍ତି ନ ଭବନ୍ତି ଚ କାଳେ ନ ଅଲକ୍ଷ୍ୟ ବେଗେନ ସୂକ୍ଷ୍ମତ୍ୱାତ୍ ତନ୍ନ ଦୃଶ୍ୟତେ। ହେ ପ୍ରିୟ ଉଦ୍ଧବ, କାଳର ଗତି ଏପରି ସୂକ୍ଷ୍ମ ଯେ ତାହା ଦେଖି ହୁଏ ନାହିଁ। ନିତ୍ୟଦା ହ୍ୟଙ୍ଗ ଭୂତାନି ଭବନ୍ତି ଚ ଭବନ୍ତି ଭବନ୍ତି ନ ଭବନ୍ତି ଚ। ଏ ଭୂତ ଗୁଡ଼ାକ ନିତ୍ୟ, ସବୁଦିନ। କାଳର ଗତି ସୂକ୍ଷ୍ମ, କାଳର ଗତି ଭିତରେ ଶରୀରର ଅନୁକ୍ଷଣ ଉତ୍ପତ୍ତି ଓ ବିନାଶ ହୋଇଥାଏ। କାଳର ଗତି ସୂକ୍ଷ୍ମ ହୋଇଥିବାରୁ ଏହି ଜନ୍ମ ମୃତ୍ୟୁ ଅନୁକ୍ଷଣ ଚାଲିଥିଲେ ମଧ୍ୟ ଏହାକୁ ଦେଖି ହୁଏ ନାହିଁ। ତଥୈବ ସର୍ବଭୂତାନାଂ ବୟଃ ଅବସ୍ଥାଦୟ କୃତା। ଏଠି ପ୍ରତି ମୁହୂର୍ତ୍ତରେ ଲୋକ ସୃଷ୍ଟି ହେଉଛନ୍ତି ଏବଂ ବିନାଶ ହେଉଛନ୍ତି, ସଂସାରକୁ ଯାଉଛନ୍ତି। ଏବଂ ପ୍ରତି ମୁହୂର୍ତ୍ତରେ ଶରୀରର ପରିବର୍ତ୍ତନ ହେଉଛି। ଟିକ୍ 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 ସେକେଣ୍ଡ ଘଣ୍ଟା ଚାଲିଲା ଭଳିଆ ମହାକାଳଙ୍କର ଗତି ଅତ୍ୟନ୍ତ ସୂକ୍ଷ୍ମ ଏବଂ ଏ ଶରୀର ଭିତରେ ମହାକାଳଙ୍କର ଗତି ଦ୍ୱାରା ପ୍ରତ୍ୟେକ ଜିନିଷକୁ ପରିବର୍ତ୍ତନ କରିବା ମହାକାଳଙ୍କର କାମ। ତେଣୁ ସେ ଅତି ସୂକ୍ଷ୍ମ ହେଇଥିବା ହେତୁ ଶରୀରକୁ ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ କରୁଥିଲେ ମଧ୍ୟ ତାହା ଆମେ ଅନୁଭବ କରିପାରୁନାହିଁ। ଏମିତି ହେଇକିରି ଏ କାଳର ଗତି ଭିତରେ ମଣିଷ ଗତି କରି ମୃତ୍ୟୁ ମୁଖରେ ଯାଇକି ପଡ଼ୁଛି। କାଳର ଗତି ସୂକ୍ଷ୍ମ, ମଣିଷ ବୁଝିପାରୁନି। ଯଥା ଅର୍ଚିସାଂ ସ୍ରୋତସାଂଚ ଫଳାନାଂ ବା ବନସ୍ପତେ ତଥୈବ ସର୍ବଭୂତାନାଂ ବୟଃ ଅବସ୍ଥାଦୟ କୃତା। ହେଲେ କାଳର ପ୍ରଭାବରେ ଦୀପ ଶିଖାର, ନଦୀ ପ୍ରବାହ ଓ ବୃକ୍ଷର ଧରିଥିବା ଫଳର ଅବସ୍ଥା ଅନବରତ ବଦଳୁଥାଏ। ଯଥା ଅର୍ଚିସାଂ, ଅର୍ଚିସାଂ ଅର୍ଚି ମାନେ ଦୀପର ଜ୍ୟୋତି, ସ୍ରୋତସାଂଚ ଫଳାନାଂଚ ବନସ୍ପତେ। ଦୀପ ଦେହରେ ଅଗ୍ନି, କହିଲା ଦୀପରେ ଫୁଲ ତେଲକୁ ଘିଅ ପଡ଼ିଛି, ଦୀପଟା ଯେତିକି ଜଳୁଛି, ଯେତିକି ସମୟ ଜଳିବ ସେ ସେତିକି ଟିକେ ଟିକେ କମି କମି ଯାଉଥିବ, କିନ୍ତୁ ତାହା ଅନୁଭବ କରି ହୁଏ ନାହିଁ, କାରଣ କାଳର ଗତି ଦ୍ୱାରା। ସ୍ରୋତ ସାଂ, ଜଳର ସ୍ରୋତ, ବର୍ଷା ହେଇଗଲା, ପାଣି ଫୁଲିଗଲା, ବଢ଼ିଲା, କିନ୍ତୁ କ୍ରମେ କ୍ରମେ ସେ କମିବାକୁ ଯିବ। ଜଳର ସ୍ରୋତ କିନ୍ତୁ ସାଙ୍ଗେ ସାଙ୍ଗେ କମିଲା, ଟିକେ ଟିକେ କମୁଥିଲେ ମଧ୍ୟ ସେ କାଳର ଗତିକି ଅନୁଭବ କରି ହୁଏ ନାହିଁ, କିନ୍ତୁ ସେ ସଦାବେଳେ କମୁଥାଏ।
ଫଳା ନା ଗଛରେ ଗୋଟେ ଫଳ ଅଛି। ଆଜି ଦେଖିଛ ସବୁଜ ଦିଶୁଛି, କାଲିକି ଦେଖିଲା ଆସିକି ସେ ଟିକେ ଟିକେ ସବୁଜ କୁଆଡ଼େ ପଳାଇଲାଣି, ଟିକେ ସେତାଳିଆ ଦିଶିଲାଣି। ତାପରେ ଦେଖିଲା ଆସିକି ହଳଦୀ ବର୍ଣ୍ଣ ଆସିଲାଣି, ସେ ହଳଦିଆ ହେଇଛି, ଆଉ ଗୋଟେ ସବୁଜ ଅଛି, ଆଉ ଦିନକୁ ଦେଖିଲା ସମ୍ପୂର୍ଣ୍ଣ ହଳଦିଆ ହେଇଗଲା। ତେବେ ପ୍ରତି ମୁହୂର୍ତ୍ତରେ କାଳର ଗତି ସୂକ୍ଷ୍ମ ଏବଂ ପ୍ରତି ମୁହୂର୍ତ୍ତରେ ସମସ୍ତଙ୍କ ସ୍ଥିତି ଗୋଟେ ତେଲ ପରିପୂର୍ଣ୍ଣ ଦୀପ ଯେମିତି ବଦଳି ଚାଲିଛି, ଜଳ ପରିପୂର୍ଣ୍ଣ ନଦୀର ସ୍ରୋତ ପ୍ରତି ମୁହୂର୍ତ୍ତରେ ଯେମିତି ବଦଳି ଚାଲିଛି। ବର୍ଷା ହେଉଥିଲା, ପାଣି ଫୁଲିଗଲା, ବର୍ଷା ବନ୍ଦ, ପାଣି କମିବ ନା ନାହିଁ, ଆଉ ବଢ଼ିବ କ'ଣ? ତେଣୁ ସବୁ ମୁହୂର୍ତ୍ତରେ କମୁଥିଲେ ମଧ୍ୟ ଫୁଲ ପାଣି ଯାଉଛି, ସେ ଟିକେ 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 କମିବ, କମି କମିଯିବ, କିନ୍ତୁ ସେ ଲକ୍ଷ୍ୟ କରି ହେବନି। ବହୁତ କମିଲା ପରେ ଆମେ ଲକ୍ଷ୍ୟ କରୁଛେ। ଗଛର ଫଳଟା ସବୁଜ ହେଇକି କଞ୍ଚା ଅଛି, କ୍ରମେ କ୍ରମେ ତାର ପରିବର୍ତ୍ତନ ହେଇକିରି ସେ ପକ୍କ ହେଇଯାଉଛି। ଏଗୁଡ଼ାକ ସବୁ ସେମିତି, ମଣିଷ କ'ଣ ଜଗତର ଯେତେ ଜୀବଜନ୍ତୁ ସବୁ ସେ ପ୍ରକାର ପ୍ରତି ମୁହୂର୍ତ୍ତରେ ଆମେ ବଦଳୁଥିଲେ ମଧ୍ୟ ମହାକାଳ ତାକୁ ଗତି ତାଙ୍କର ଆମେ ଜାଣିପାରୁନାହିଁ, କେହି ବୁଝିପାରୁନାହିଁ। ପ୍ରତି ମୁହୂର୍ତ୍ତରେ ବଦଳୁଥିବାରୁ ଆମେ ଏଡ଼ିକି ଟିକେ ଥିଲେ ଇଏ ଗଲେଣି, କିନ୍ତୁ ଏ ପରିବର୍ତ୍ତନକୁ ଆମେ ଲକ୍ଷ୍ୟ କରିପାରୁନାହିଁ। ତଥୈବ ସର୍ବଭୂତାନାଂ ବୟଃ ଅବସ୍ଥା, ସେମିତି ସବୁ ପ୍ରାଣୀମାନଙ୍କର ବୟସ ବଦଳୁଛି ଏବଂ ବୟସ ବଦଳିବା ସଙ୍ଗେ ସଙ୍ଗେ ବୟସ ବଢ଼ି ଚାଲିଛି, ତ ଅଧିକାରୁ ଅଧିକା ହେଇଯାଉଛି। ତେଣୁ ଶରୀର ସ୍ଥିତି ମଧ୍ୟ ବଦଳିବାରେ ଲାଗିଛି। ଏକଥା ମହାକାଳଙ୍କର ଗତି ସୂକ୍ଷ୍ମ ହେତୁରୁ ଆମେ ତାକୁ ଅନୁଭବ କରିପାରୁନାହିଁ। ଆମେ କ'ଣ ଗୋଟେ ଥିଲେ, କ'ଣ ହେଉଛେ, କ'ଣ ଏମିତି ଚିନ୍ତା କି କରୁଛି। କାଲି କି ସୁନ୍ଦର କରି କହିଲେ ମୋ କଥାଟା, କହିଲେ ହେ ବୁଢ଼ ମାନବ, ପୁଅକୁ ତୁ ଶ୍ମଶାନକୁ ବିଦାୟ କରିସାରିଲୁଣି, ତୁ ମରିବୁ ବୋଲି ଜାଣିପାରୁନି କି? ଏଇ ତ ଦୁର୍ଭାଗ୍ୟ। ମରିବୁରେ, ତୁ ମଲାଟାରେ, ମୁଁ ଗୋଟେ ମଲା ଲୋକ, ମୁଁ ବଞ୍ଚିନି, କେଉଁ ମୁହୂର୍ତ୍ତରେ ପଳେଇବି ଠିକଣା କିଛି ନାହିଁ। ଏ କଥା ଚିନ୍ତା କରୁଥିବା ଲୋକ ପରକୁ କଷ୍ଟ ଦେବ ନାହିଁ। ପ୍ରତ୍ୟେକ ଭିତରେ ପ୍ରଭୁ ସତ୍ତା ଅଛି, କାହା ମନରେ କଷ୍ଟ ଦେବନି, ଠୋସ୍ କଥା କହିବନି, ସଂଯତ ହେଇଯିବ। ଇଞ୍ଚେ ଜାଗା ମୁଣ୍ଡ ନେଇଗଲା ହଣା ପିଟା ହେବା ଦରକାର ନାହିଁ, ସବୁ କିଏ ନେଇକି ଖାଇଦେବୁ, ତାପରେ କ'ଣ କଥା। এইটা ହେଲା ଏଇ ଯେଉଁ ସହିଷ୍ଣୁ ଭାବ, ଅବିଚଳିତ ଭାବ, ଏଇଟା ମଲା କଥା ଚିନ୍ତା କଲେ ହୁଅନ୍ତା, କିନ୍ତୁ ଲୋକ ମୁଁ ମରିବି କଥା ଚିନ୍ତା କରିପାରୁନି। ସୁନ୍ଦର ଉଦାହରଣ ଦେଲେ। ଆଉ କିଏ ତୋର ମଲାଣି ଗଲାଣି ସେ ବାଧା ବେଶୀ ଦେଉନି, କିନ୍ତୁ ତୁ ନିଜେ ମରୁନି, ପୁଅକୁ ଶ୍ମଶାନକୁ ପଠେଇ ଦେଲେ ତୁ ନିଜେ ମରିଗଲୁଣି ରେ, ତଥାପି ତୁ ଜାଣୁନୁ ମରିବୁ ବୋଲି। ତୋ ଆଖି ଆଗରେ ତୋ ରକ୍ତଟା ପଳେଇଲା। ତେଣୁ ଏ ସଂସାରଟା ଇଆ, ମୋତେ ମରିବାକୁ ହବ। ମଲା ଚିନ୍ତା କଲେ ଲୋକ ବିଶୃଙ୍ଖଳିତ ହେବନି। ମୁଁ ଗୋଟେ ମଲାଟେ, କାହିଁ ପାଟିତୁଣ୍ଡ କରିବି, କାହିଁ ବାଡ଼େଇ ପିଟିବି, କାହାକୁ କ'ଣ ଘର ଯାଉଛି ଛୁଆ, ଯାହା ହେଉଛି ହେଇଛୁ, ଇଲେ ସେ ଆଉ ପିଟୁନି, କାହିଁ ବଡ଼ା ଚିନ୍ତା କରୁଥା। ଏଇଟା ଦେଖୁନ ସୁନ୍ଦର, କାଲି ଏ କଥା, କାଲି ସଂସ୍କାର କଥା ଗୁଡ଼ିକ ପଡ଼ିଲା, ପ୍ରେମ ହେଇଗଲା। ତାହେଲେ ଭୟ ତେଣୁ ଏଠି ମହାକାଳ ଗତିଶୀଳ, କିନ୍ତୁ ପ୍ରତି ମୁହୂର୍ତ୍ତରେ ସେ ବଦଳୁଥିଲେ, କିଛି ବୁଝି ହେଉନି। ତାପରେ ସ୍ୱୟଂ ଦୀପ ଅର୍ଚିସାନ୍ ଯଦବତ ସ୍ରୋତସାନ୍ ତଦିଦଂ ଜଳಂ ସ୍ୱୟଂ ପୁମାନିତି ନୃଣାଂ ମୂଷା ବିଧିର ମୂଷା ଜୁଷାନ୍ କହୁଛନ୍ତି। ତେଣୁ ଦୀପର ବର୍ତ୍ତମାନର ଜ୍ୟୋତି ଦେଖି ତାହା ସେହି ଏକା ଜ୍ୟୋତି ବୋଲି ଆମେ ଭାବୁଛେ, କିନ୍ତୁ ଯେତିକି ସମୟ ଜଳି ଯାଉଛି ତାର ଜ୍ୟୋତି ଟିକେ ଟିକେ ହ୍ରାସ ହେଉଛି, ତା ଜଣାପଡ଼ୁନି। ନଦୀର ପ୍ରବାହ ମଧ୍ୟ ଠିକ୍ ସେହିପରି ସ୍ୱୟଂ ଦୀପ ଅର୍ଚିଜା, ସେଇ ନଦୀର ପ୍ରବାହ ସେ କ୍ରମେ କ୍ରମେ କମୁଥିଲେ ମଧ୍ୟ ତା ସହଜରେ ଅନୁଭବ କରି ହେଉନାହିଁ, ବହୁତ କମିଲା ପରେ ଆମେ ଜାଣୁଛେ। ତେଣୁ ବିଷୟ ଚିନ୍ତାରେ ସ୍ୱୟଂ ପୁମାନିତି ନୃଣାଂ ମୂଷା গিয়ের ধি মূষা জুষানি স্বয়ং পুমানিতি নৃণাং মূষা। তো
ତେଣୁ ମୁଁ ସେଇ ପିଲାଦିନେ ମୁଁ ଯେଉଁ ଥିଲି ସେଇ ମୁଁ ବର୍ତ୍ତମାନ ଇଏ ଯେଉଁ ବୁଦ୍ଧି ଏଇଟା ମିଛ ବୁଦ୍ଧିରେ ଇଏ ଯେଉଁ କଥା ଏ ସବୁ ମିଛ କଥାରେ ନା କେମିତି ଆଜି ଈଶ୍ୱରଟା କିଛି ଈଶ୍ୱର ତ ଗଲାନି ଆଉ ତୁ ଥିଲୁ କ'ଣ ସବୁ ପରିବର୍ତ୍ତନଶୀଳ ଏବଂ କୌଣସି ସ୍ଥିତି କି କାହାର କିଛି ନାହିଁ ଅନବର୍ତ୍ତ ବଦଳୁଛି ଦୀପଟା ଫୁଲ ଚାଲୁଥିଲା ଯେତିକି ଜିନି ଜଳୁଥିଲା ସବୁ ଜଳିବା ଦୃଷ୍ଟି କିନ୍ତୁ ସେ ତା କମୁଛି ବୋଲି ଜାଣିପାରୁନ ତେଣୁ ସମୟ କିଛି ଜଣେଇ ଦେଉନାହିଁ ବିଷୟ ଚିନ୍ତନରେ ବ୍ୟର୍ଥ ଜୀବନ କଟାଉଥିବା ଅବିବେକୀ ମନୁଷ୍ୟ ଅନ୍ୟକୁ ଦେଖି ସେ ସେହି ପୁରୁଷ ବୋଲି ଭାବିବା ବା କହିବା ସମ୍ପୂର୍ଣ୍ଣ ମିଥ୍ୟା ନିଜକୁ ଦେଖୁ ଅନ୍ୟକୁ ଦେଖୁ ସେ 10 ବର୍ଷ ତଳେ ଯାହାକୁ ଦେଖିଥିଲେ ତ ସେଇ ଦିଶୁଛି ସେୟା 10 ବର୍ଷ ଦେଖୁ ତା ଚୁଟି କଳା ଥିଲା ତା ଶରୀର ସ୍ଥିତି ଯାହା ଥିଲା ଏବେ ଆହୁରି ମୋଟା ହେଇଗଲାଣି ଚୁଟି ଧଳା ଧଇଲାଣି ଦାନ୍ତ ପୁରା ଭାଙ୍ଗି ସାରିଲାଣି ସେଟା ସେଇ କେମିତି ହେଲା ସିଏ ସେଇ ବୋଲି ଯେଉଁ ଚିନ୍ତା ଆମେ କରୁଛେ ତା ମଧ୍ୟ ମିଥ୍ୟା ତା ମାନେ ଏ ସଂସାର ସବୁ ମିଛରେ ଯାହା ଦିଶୁଛି ସେ ଭିତରେ ସତ୍ୟତା କିଛି ନାହିଁ କାରଣ ପ୍ରତି ମୁହୂର୍ତ୍ତରେ ମହାକାଳର ଅତି ସୂକ୍ଷ୍ମ ପ୍ରତି ମୁହୂର୍ତ୍ତରେ ବଦଳୁଥିଲେ ମଧ୍ୟ ତାକୁ ଅନୁଭବ କରିପାରୁନାହିଁ ଯାହାଫଳରେ ଆମେ ସେଇଆ ଅଛି ବୋଲି ଭାବୁଛେ ମା ଶୋଷ୍ୟ କର୍ମ ବିଜେନ ଜାୟତେ सोऽपि अयं पुमान् म्रियते बामरु भ्रान्त्या यथाग्नि दारु संयुतः मा स्वस्य कर्म बीजेन एठी कर्म होउछि बीज माने मंजीरे कर्म होउछि मंजीटा ये सांसारिक कर्म जेती करथो ईश्वर संपर्कित कर्म कले मुक्ति हो संसार कर्म जड़ित होकर रहिले से बंधनकारी बाबू पुण्य मिश्रित कर्म कर कर्म फल भोग जीव कड़े कर्म बीजेन जायते कर्म हूँ मंजी से मंजी मंजित गछ तेणु बारंबार जन्म मरण रोचे स्वप्रियम कुमान कौन कर्म बीज हेतु जन्म कर्म बीज हेतु जन्म हुए नहीं आत्मा कौन कर्म बीज हेतु जन्म हुए नहीं कि मरे नहीं कर्म बीज जन्म मरण पाई म्रियते बा मरु भ्रांत्या यथाग्नि जन्म हुए भी मरे नहीं कौन जन्म हम मर किंतु किए से आत्मा नुहे बोले कर्म हूँ मंजी जन्म हवा जन्म कूटा ना आत्मा शरीर को मु बोली भाई तार जन्म शरीरटा मोर नुह चललानी बोले मृत्यु तेणु कर्म बीज मान मंजी जन्म मरण पाई आत्मा जन्म होनी कि मर आत्मा नित्य वस्तु से ठीक अच्छा इे जन्म मरणटा आत्मा थिबार हो नथाले होनी किंतु से आत्मार जन्म मरण ना जन्म मरण भोगार कौन ना कर्म बीज हेतु जन्म हुए ना कि मरे ना तो सब जन्म मरण आत्मा नहीं आत्मा अच्छी जन्म हवा शरीर भीतर आत्मा पशिव मल्ला शरीर से छाड़ी पड़े सीटा मल्ला पाटा या किंतु तेणु मल्ला शरीर भीतर शरीर भीतर आत्मा अच्छी पोड़ा हो कथा नुह से मल्ला शरीरटा भीतर आत्मा चली से मरिया तेणु आत्मा मरती ना चलीगले जन्म हवा जंत्रणा माँ पेट भितर चैतन्य शक्ति रही माँ खाद्य पदार्थ किंतु आत्मा जन्म पर ही प्रवेश कर
ନହେଲେ ତା ଭିତରେ ସେ ପିଙ୍ଗ ଛାତା ଗଢ଼ା କିନ୍ତୁ ଆଗରୁ ଥାଏ ଜୀବାତ୍ମ ବି ଥିବ ଏବଂ କଷ୍ଟ ଭୋଗୁଛି। ହଁ ସେ ଏଇଟା ମୋର ମୁଁ ଏମିତି କହିଦେଉଛି କିନ୍ତୁ ପାଠଟା ଠିକ୍ ଜୀବାତ୍ମ ତା ଭିତରେ ଥାଏ। କାରଣ ନା ସିଏ ରହିକିରି ବହୁ ଜନ୍ମ ଜନ୍ମାନ୍ତର ସ୍ଥିତି ତାର ମନେ ପଡ଼େ ଏବଂ ସେ ଶାନ୍ତ ଅବସ୍ଥାରେ ଥାଏ। ଯେହେତୁ ନିଶ୍ୱାସଟା ଯାଉନି ସମାଧି ଅବସ୍ଥାରେ ସେ ରହେ, ତେଣୁ ତାର ବହୁ ଜନ୍ମର କଥା ମନେ ପଡ଼େ। ଠିକ୍ ପାଠ ଏଗୁଡ଼ାକ ସବୁ ସନ୍ଦେହ ଜ୍ଞାନ ସହଜ ପାଠ ନୁହଁ। ତେଣୁ ପ୍ରକୃତରେ ପେଟ ଭିତରେ ଜନ୍ମ ବେଳକୁ ବି ଜନ୍ମ ପୂର୍ବରୁ ପେଟ ଭିତରେ ବି ଆତ୍ମା ଥାଏ। ତେଣୁ ନୂଆ ଶରୀରଟେ ପାଇବା ହିଁ ଜନ୍ମ ଆତ୍ମାର। କିନ୍ତୁ ଜନ୍ମ ମରଣ ଶରୀରର ଜନ୍ମ ମରଣ ହେଉଛି ଶରୀରଟା ବାହାରକୁ ଆସିଲା ସେ ଜନ୍ମ ହେବାକୁ ଧରାଯିବ। ଆତ୍ମାର ଜନ୍ମ ମରଣ ନାହିଁ, କାହିଁକି ନା ସେ ଆତ୍ମା ଥିଲା ଆଉ ଆଗରୁ ଥିଲା, ଏବେ ଜନ୍ମ ହେବା ଜୀବ ଭିତରେ ରହିଛି, ଜନ୍ମ ହେଉଛି ଶରୀର ଚାଲିଗଲେ ମଧ୍ୟ ସେ ଆତ୍ମା ପୁଣି ବୁଲୁଛି, ପୁଣି ଅନ୍ୟ ଫଳ ଧରୁଛି। ତେଣୁକରି ଜନ୍ମ ମରଣ ଜିନିଷଟା ଆତ୍ମାର ନାହିଁ। ଯଦି ମରିଯାଆନ୍ତା ଆଉ ଥରେ ସେ ଆସନ୍ତାନି, ଏଇ ଜିନିଷଟା ତାର ନାହିଁ। କେମିତି ଉଦାହରଣ ଦେଲେ ଗୋଟେ କାଠୁଟେ ନିଆଁ ଲଗେଇଲେ ଜଳିଲା, ଯିଏ ଅଗ୍ନି ଯେଉଁଥିରୁ ବାହାରେ ସେ ଜିନିଷଟି ସୁନ୍ଦର ଖାଇକି ପାଉଛ କରିଦିଏ, ତେଣୁ ଜଳି ପଡ଼ିକି ସେ ଭୋଷ କରିଦେଲା କାହାକୁ କାଠଟାକୁ। ବେଳେ ଅଗ୍ନି ସତ୍ତା ଲୋପ ହେଲା ଯେଉଁଥିରୁ ଅଗ୍ନି ବୋଲିକିରି ଯେଉଁ ତେଜ ବା ଅଗ୍ନି ବୋଲିକିରି ଯେଉଁ ତତ୍ତ୍ୱ, ଏ ଅଗ୍ନି ତତ୍ତ୍ୱର ବିନାଶ ହେଲା ନାହିଁ। ଅଗ୍ନି ତତ୍ତ୍ୱ ସର୍ବବ୍ୟାପକ ସବୁଠି ଅଛନ୍ତି। କିନ୍ତୁ ଏ କାଠ ଦେହରେ ସୁନ୍ଦର ଉଦାହରଣ ଏଇଟା, କାଠ ଦେହରେ ଯେଉଁ ଅଗ୍ନି ତତ୍ତ୍ୱ ଥିଲେ ସିଏ ତ ପଳେଇଲେ। ସେମିତି ତାହେଲେ କାଠ ଭିତରେ ଅଗ୍ନି ଅବ୍ୟକ୍ତ ଅବସ୍ଥାରେ ଥିଲା, ଆଗ ବ୍ୟକ୍ତ ହେଉନଥିଲେ କିନ୍ତୁ ତା ଦେହରେ ଅଗ୍ନି ଅଛନ୍ତି। ନଥିଲେ ଦଳ ଜଳନ୍ତାନି କାଠଟା, ପାଣିରେ ନିଆଁ ପ୍ରଳୟ ଜଳିଯିବ। ତେଣୁ ଅଗ୍ନି ତତ୍ତ୍ୱ କାଠ ଭିତରେ ଥିଲେ, ତାପରେ ନିଆଁ ଲାଗିକି ଜଳିଲେ, ଜଳିଲା ପରେ ଅଗ୍ନି ତତ୍ତ୍ୱ ସେଠୁ ଚାଲିଗଲେ। ସେମିତି ଏ ଶରୀର ଭିତରେ ନୂଆ ଶରୀର ଆସିଗଲା ମାନେ ତା ଭିତରେ ଆତ୍ମତତ୍ତ୍ୱ ରହିଛନ୍ତି। ସେ ବାହାରକୁ ଆସିଲା ଏବଂ ବାହାରକୁ ଆସିଲା ପରେ ଯେମିତି କାଠ ଜଳି ଜଳି ଚାଲିଲା ନିଆଁ ଲାଗିକିରି, ଇଏ ସେମିତି ସମୟ କ୍ରମେ ଗତି କରିକିରି କର୍ମରେ ଲାଗି ଲାଗିକିରି ଶେଷକୁ ନିଆଁଟା ଜଳିକିରି ପାଉଁଶ ହେଲା ପରେ ଯେମିତି ଅଗ୍ନି ତତ୍ତ୍ୱ ତା ଭିତରୁ ପଳାନ୍ତି, ସେମିତି ମଲା ସମୟ ପଳାଇଥିଲେ ଜୀବାତ୍ମା ତା ସେ ବାହାରିକି ପଳାଏ ଏବଂ ଇଏ ସ୍ଥୂଳ ଶରୀର ଯାଇକି ପାଉଁଶ ହୁଏ। ତେଣୁ ସୁନ୍ଦର ଉଦାହରଣଟି ଦେଲେ ମଧ୍ୟ କାଠ ତା ଭିତରେ ଅଗ୍ନି ତତ୍ତ୍ୱ ଅଛି, ତେଣୁ ତା ଅଗ୍ନି ତତ୍ତ୍ୱର ବିନାଶ ନାହିଁ। ଠିକ୍ ସେମିତି ଏ ଜୀବାତ୍ମାର ବିନାଶ ନାହିଁ। ଆଉ ଗୋଟେ ଶରୀର ଛାଡ଼ିକି ସେ ବାୟୁମଣ୍ଡଳରେ ବୁଲିଲା, ପୁଣି ଗୋଟେ ମାତୃଗର୍ଭରେ ଯିଏ ରହିଲା ତା ଭିତରେ ପଳେଇଲା, ବାହାରିଲା, ପୁଣି ସେ ଶରୀର ଛାଡ଼ିକିରି ପଳେଇଲା, ସେଟା ତାକୁ ମଲା ବୋଲି କୁହାଯାଉଛି, କିନ୍ତୁ ନିଜେ ମରିବାର ନାହିଁ। ଯେମିତି କାଠ ଭିତରେ ଅଗ୍ନି ତତ୍ତ୍ୱ ଥିଲା, ନିଆଁ ଲାଗିଲା ତ ସିଏ ଜଳିକି ପାଉଁଶ ହେଲା ଏବଂ ଅଗ୍ନି ତତ୍ତ୍ୱ କୁଆଡ଼େ ଗଲାନି। ପାଉଁଶ ହେଇଗଲା ପରେ ଅଗ୍ନି ତତ୍ତ୍ୱ ସରିଗଲା ନା ନାହିଁ ମ ଜଳପାଳ ପରିପୂର୍ଣ୍ଣ ହେଇଛି। କେତେ ସୂକ୍ଷ୍ମ ଭାବରେ ବିଚାର କରାହେଇକି ଗୁଡ଼ିକ ଲେଖା ହେଇଛି। ତେଣୁ ଇଏ ଏତିକିରେ ଥାଆନ୍ତୁ, ମୁଁ ଯିବା ଏଇଟା ଖାଲି ଜ୍ଞାନ। ଇଏ ଯିବ କେତେ 10ଟି ଲେଖେ ଶ୍ଲୋକ ଯାଉଛନ୍ତି, ଚାଲିପାରିବେ। 140